हेलो एवरीवन ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଜି ଆମେ ଆପଣଙ୍କର ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫର ୟୁନିଟ୍ 4ଟା ପଢ଼ିବା ଯେଉଁଟା ସେଲ୍ଫ ଇନ୍ ରିଲେସନ୍ ଟୁ ପ୍ରଫେସନ୍ ଅଛି। ଆପଣଙ୍କର ୟା ପୂର୍ବରୁ ବିଏଡ୍ ଥାର୍ଡ଼ ସେମିଷ୍ଟରର ଯେତିକି ବି ସବୁ ୟୁନିଟ୍ ଅଛି ଆସେସମେଣ୍ଟର କିମ୍ବା ତୁମର ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫର ତାର ସବୁ ୟୁନିଟ୍ ଗୁଡ଼ାକ କଭର୍ ହେଇଛି ୟୁଟ୍ୟୁବ୍ ପ୍ଲେଲିଷ୍ଟରେ ଥିବ, ଆପଣ ଯାଇକି ସେଠି ଦେଖିପାରିବେ। ତ ଡେରି ନ କରିକି ଷ୍ଟାର୍ଟ କରିବା ୟୁନିଟ୍ 4ଟା। ତ এটা କ'ଣ ଅଛି ନା ସେଲ୍ଫ ଇନ୍ ରିଲେସନ୍ ଟୁ ପ୍ରଫେସନ୍। ୟା ମାନେ କ'ଣ ଛୁଆ, ବିଷୟ ଷ୍ଟାର୍ଟ କରିବା ପୂର୍ବରୁ ମୁଁ ଟିକେ ଇଣ୍ଟ୍ରୋଡ୍ୟୁସ୍ କରିଦେଉଛି ଯେ ତୁମେ ଆଗକୁ ସବୁ ଟିଚିଂ ପ୍ରଫେସନ୍ରେ ଯିବ ହେଲା, ତୁମର ଗୋଟେ ପ୍ରଫେସନ୍ ହେଇଯିବ ଟିଚର୍ ବୋଲି, ତୁମେ ଟିଚିଂ ପ୍ରଫେସନ୍ରେ ତୁମେ ଯିବ ସବୁ। ତ ତୁମର ସେଇ ଟିଚିଂ ପ୍ରଫେସନ୍ ପ୍ରତି କିଛି ନା କିଛି ରେସ୍ପନ୍ସିବିଲିଟି ଅଛି ବା ତୁମେ ହେଉଛି ତା ପ୍ରତି ତୁମର କିଛି ଦାୟିତ୍ୱ ଅଛି। ତ ସେଇ ଆଡ଼କ ବିଷୟରେ ଆଜି ପୁରା ବିଷୟରେ ଆମେ ସେଇ ଆଡ଼କୁ ହିଁ ପଢ଼ିବା। ଓକେ, ଫାଷ୍ଟ ବୁଝିବା କ'ଣ ନା ଟିଚିଂ କମ୍ପିଟେନ୍ସି। টিচিং কম্পিটেন্সি কাহাକୁ କୁହାଯାଏ ଫାଷ୍ଟ ବୁଝିବା ଛୁଆ। ଟିଚିଂ କମ୍ପିଟେନ୍ସି କାହାକୁ କୁହାଯିବ ନା ଟିଚିଂ କମ୍ପିଟେନ୍ସି ମିନ୍ସ ହ୍ୟାଭିଂ ଦ ରାଇଟ୍ ନଲେଜ୍, ସ୍କିଲ୍, ଭ୍ୟାଲୁଜ୍, ଆଟିଚ୍ୟୁଡ୍ ଆଣ୍ଡ ମୋଟିଭେସନ୍ ଅଫ୍ ଏ ଟିଚର୍ ଟୁ ଟିଚ୍ ଇଫେକ୍ଟିଭଲି। ଟିଚିଂ କମ୍ପିଟେନ୍ସି ଆମେ ତାକୁ କହିବା ଯେତେବେଳେ ଗୋଟେ ସାର୍ଙ୍କ ପାଖରେ ବା ଗୋଟେ ଟିଚର୍ ପାଖରେ ଠିକ୍ ଠାକ୍ ନଲେଜ୍ ଥିବ, ସେ ଯେଉଁ ସବଜେକ୍ଟର ସେ ଟିଚର୍ ତାଙ୍କ ପ୍ରତି ତାଙ୍କର ଠିକ୍ ନଲେଜ୍ ଥିବ, ତାଙ୍କର ସ୍କିଲ୍ସ ଥିବ ହେଲା, ତାଙ୍କର ଗୋଟେ ସ୍କୁଲର ଯେଉଁ ଛୁଆମାନଙ୍କ ପ୍ରତି ସାର୍ମାନଙ୍କ ପ୍ରତି ଗୋଟେ ଭଲ ଆଟିଚ୍ୟୁଡ୍ ଥିବ, ଆଉ ସେ ଅନ୍ୟମାନଙ୍କୁ ମୋଟିଭେଟ୍ କରିପାରୁଥିବେ। ତ ଏଇସବୁ କ୍ୱାଲିଟି ଯେତେବେଳେ ଗୋଟେ ଟିଚର୍ ପାଖରେ ରହିବ ତାକୁ ଆମେ କହିବା ସେ ଟିଚର୍ର ଟିଚିଂ କମ୍ପିଟେନ୍ସି। ବୁଝିପାରିଲେ ଟିଚିଂ କମ୍ପିଟେନ୍ସି କାହାକୁ କୁହାଯାଏ? ଏଠି ହେଲ୍ପ ଏ ଯେଉଁ ଟିଚିଂ କମ୍ପିଟେନ୍ସି କ୍ୱାଲିଟି ଆଡ଼କ ହେଲ୍ପ କରିଥାଏ ଗୋଟେ ଟିଚରକୁ କେଉଁଟାରେ ନା ପାରଫର୍ମ କ୍ଲାସରୁମ୍ ଟାସ୍କ ସକ୍ସେସଫୁଲି, ମ୍ୟାନେଜ ଷ୍ଟୁଡେଣ୍ଟସ୍ ୱେଲ୍ ଆଣ୍ଡ ଆଚିଭ୍ ଏଜୁକେସନାଲ୍ ଗୋଲ୍। ଯଦି ଗୋଟେ ଟିଚର ପାଖରେ ଏଇସବୁ କ୍ୱାଲିଟି ଆଡ଼କ ରହିବ, ସିଏ ହେଉଛି କ୍ଲାସରୁମ୍ରେ ଯେତିକି ଟାସ୍କ ଅଛି ତ ଛୁଆଙ୍କୁ ପଢ଼ାଇବା କଥା କୁହ କିମ୍ବା ଟିଏଲ୍ଏମ୍କୁ ମ୍ୟାନେଜ କରିବା କଥା କୁହ, ସେ ଗୋଟେ କ୍ଲାସରୁମ୍ର ଟାସ୍କକୁ ସକ୍ସେସଫୁଲି ପରଫର୍ମ କରିପାରିବେ, ଷ୍ଟୁଡେଣ୍ଟମାନଙ୍କୁ ୱେଲ୍ଲି ମ୍ୟାନେଜ କରିପାରିବେ, ଆଉ ସେ ଯାହା ପଢ଼ାଇବା ପାଇଁ ଚାହୁଁଛନ୍ତି ବା ସେ ତାଙ୍କର ଗୋଲ୍ ଯାହା ଆଚିଭମେଣ୍ଟ କରିବା ପାଇଁ ଚାହୁଁଛନ୍ତି ଏଜୁକେସନାଲ୍ ଗୋଲ୍ ଆଡ଼କୁ ସେ ଆଚିଭମେଣ୍ଟ କରେଇ ପାରିବେ। ବୁଝିପାରିଲ ଟିଚିଂ କମ୍ପିଟେନ୍ସି। ଇମ୍ପୋର୍ଟାନ୍ସ ଅଫ୍ ଟିଚିଂ କମ୍ପିଟେନ୍ସି କ'ଣ ଛୁଆ ନା ଏହାଦ୍ୱାରା ଟିଚିଂ କମ୍ପିଟେନ୍ସି ଯଦି ସାର୍ମାନଙ୍କ ପାଖରେ ଥିବ ସେ ଷ୍ଟୁଡେଣ୍ଟମାନେ ବହୁତ ଭଲ ଭାବରେ ପାଠ ପଢ଼ିପାରିବେ, ଡିସିପ୍ଲିନ୍ କ୍ଲାସରୁମ୍ ଗୋଟେ ବନିପାରିବ, ସାର୍ମାନେ ଗୋଟେ ଡିସିପ୍ଲିନ୍ କ୍ଲାସରୁମ୍ ବନେଇ ପାରିବେ। ତାପରେ ଯେଉଁ ପାଠ ଯେଉଁ ପଢ଼ୁଛନ୍ତି ଯଦି ସାର୍ଙ୍କ ପାଖରେ ସେ କ୍ୱାଲିଟି ଥିବ, ଯଦି ସାର୍ଙ୍କ ପାଖରେ ସେମିତି କିଛି ସ୍କିଲ୍ ଅଛି, ସେ ପାଠଟାକୁ କ୍ରିଏଟିଭ୍ କରିକି ଫନ୍ ମାଧ୍ୟମରେ ମଜା କରିକି ସେ ସ୍କୁଲ କ୍ଲାସଟାକୁ ମାନେ ସେ ପାଠଟାକୁ ସେ ସ୍କୁଲରେ ପଢ଼େଇ ପାରିବେ। ଆଉ ଏଠି ସପୋର୍ଟ ଦ ସ୍କୁଲ ସକ୍ସେସ୍। ଯଦି ସାର୍ମାନେ ଛୁଆଙ୍କୁ ବହୁତ ଭଲ ଭାବରେ ପଢ଼େଇଲେ ତାହାଦ୍ୱାରା ଛୁଆମାନଙ୍କର ଭଲ ରେଜଲ୍ଟ ଆସିବ, ଯାହାଦ୍ୱାରା ସ୍କୁଲର ମଧ୍ୟ ସକ୍ସେସ୍ ରେଟ୍ ବଢ଼ିବ। ତ ବୁଝିପାରିଲ ଟିଚିଂ କମ୍ପିଟେନ୍ସି। ଦେଖ ଛୁଆ, ଏଇ ପୁରା ଯେଉଁ ତୁମର ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫ ଅଛି ସେଟା ଟୋଟାଲ୍ 33 ପେଜ୍ର ମୋ ପିଡିଏଫ୍ର ପୁରା ଟୋଟାଲ୍ 33 ପେଜ୍ର ହିଁ ଅଛି। ତୁମ ବୁକ୍ଟା ଦେଖିବ କେତେ ମୋଟା ବୁକ୍। ତ ତା ଭିତରେ ପାଠ ମାନେ ଯେତିକି ତୁମ ପାଇଁ ଦରକାର ତାଠୁ ଅଧିକ ବହୁତ କିଛି ଅଛି, ଯେଉଁଗୁଡ଼ାକ ତୁମେ ହେଉଛି ପରୀକ୍ଷାରେ ସେଆଡ଼କୁ ଲେଖାଯିବନି ହେଲା। ତ ମୁଁ ତାକୁ କମ୍ପ୍ରେସ୍ କରିକି 33 ପେଜ୍ରେ ସେ ପିଡିଏଫ୍ଟା ବନେଇଛି। ଆଉ ସବୁ ହିଁ ତୁମର ହେଉଛି ମାନେ କ'ଣ ସିମ୍ପୁଲ୍ ଲାଙ୍ଗୁଏଜ୍ରେ, କିଛି ତୁମକୁ ମାନେ ଏମିତିଆ କିଛି ୱାର୍ଡ଼ ପାଇବନି ଯେଉଁଟାକି ତୁମେ ବୁଝିପାରିବନି, ମାନେ ପୁରା ସବୁ ସିମ୍ପୁଲ୍ ଲାଙ୍ଗୁଏଜ୍ରେ ହିଁ ଲେଖା ହେଇଛି। ଯେଉଁମାନେ ନୋଟ୍ ପରଚେସ୍ କରିବା ପାଇଁ ଚାହୁଁଥିବ ମୋର ଏଇ ହ୍ୱାଟ୍ସଅପ୍ ନମ୍ବରରେ ମୋତେ କଣ୍ଟାକ୍ଟ କରିକି, ସରି ହ୍ୱାଟ୍ସଅପ୍ ନମ୍ବରଟା ଟିକେ ଭୁଲ ଅଛି, 917933498241 ହେବ। ଓକେ, ତ ଏଇ ନମ୍ବରରେ ମୋତେ ହେଉଛି ମେସେଜ୍ କରିକି ଆପଣ ନେଇପାରିବେ। ଓକେ, ଦେଖ ତାପରେ କିସ ଗୋଟେ ଟିଚିଂ କମ୍ପିଟେନ୍ସି ରହିବା ଦରକାର ସାର୍ଙ୍କ ପାଖରେ, ମାନେ କେଉଁ କ୍ୱାଲିଟି ସାର୍ଙ୍କ ପାଖରେ ରହିବା ଦରକାର? କମିଟମେଣ୍ଟ, ତାପରେ ନଲେଜ୍ ଅଫ୍ ସବଜେକ୍ଟ ଏରିଆ, କ୍ଲାସରୁମ୍ ମ୍ୟାନେଜମେଣ୍ଟ କରିପାରୁଥିବେ, କ୍ରିଏଟିଭ୍ ଥିଙ୍କିଂ ହେଇଥିବ, ଲିଡରସିପ୍ ଗୁଣ ରହୁଥିବ, ପ୍ରଫେସନାଲ୍ ପ୍ରାକ୍ଟିସ୍ ଆଉ ପର୍ସନାଲ୍ ଇଫେକ୍ଟିଭନେସ୍। ଗୋଟେ ଗୋଟେ କରିକି ଏସବୁ ଦେଖିକି ଯିବା। ଫାଷ୍ଟ ହେଉଛି କମିଟମେଣ୍ଟ। ସବୁ ସାର୍ଙ୍କ ପାଖର ନିଜ ପ୍ରଫେସନ୍କୁ ନେଇକି ତାଙ୍କ ପାଖରେ ଗୋଟେ କମିଟମେଣ୍ଟ ରହିବା ଦରକାର। କିଛି ବି ହେଇଯାଉ ସେ ପ୍ରଫେସନ୍ର ଯେଉଁ ସହିତ ସେ କିଛି ସମଝୋତା କରିବେ ନାହିଁ। ତାଙ୍କର ହେଉଛି ଧର ଛୁଆଙ୍କୁ ପଢ଼ାଇବା କଥା ହେଉ କିମ୍ବା ହେଉଛି ସ୍କୁଲର କିଛି ମ୍ୟାନେଜମେଣ୍ଟ କଥା ହେଉ, ସେ ସବୁବେଳେ ପାଇଁ ନିଜର ରେସ୍ପନ୍ସିବିଲିଟି ନେଇକି ତାକୁ ହେଉଛି ଦାୟିତ୍ୱଟାକୁ ତୁଲେଇବେ। ତ ଏ କମିଟେଡ୍ ଟିଚର୍ ଇଜ୍ ପ୍ୟାସିନେଟ୍ ଆବାଉଟ୍ ହିଜ୍ ପ୍ରଫେସନ୍ ଆଣ୍ଡ ଅଲୱେଜ୍ ଟ୍ରାଏ ଟୁ ଇମ୍ପ୍ରୁଭ୍ ଷ୍ଟୁଡେଣ୍ଟସ୍ ଲାଇଫ୍। ଯେ ଯେଉଁ ଟିଚର୍ ଆଡ଼କ କମିଟେଡ୍ ହେଇଥିବେ ବା କମିଟମେଣ୍ଟ କରିଥିବେ ତାଙ୍କ ପ୍ରଫେସନ୍ ସହିତ, ସେ ସବୁବେଳେ ପାଇଁ ଚାହିଁବେ ଯେ ଷ୍ଟୁଡେଣ୍ଟର ଲାଇଫ୍ର କେମିତି ଇମ୍ପ୍ରୁଭ୍ ହେଉ ବା ଷ୍ଟୁଡେଣ୍ଟର ଆହୁରି ଭଲ କେମିତି ଷ୍ଟୁଡେଣ୍ଟକୁ ପାଠ ପଢ଼ାଯାଉ। ତାପରେ ନଲେଜ୍ ଅଫ୍ ସବଜେକ୍ଟ ଏରିଆ। ଟିଚର୍ ମଷ୍ଟ ନୋ ବୋଥ୍ ଦି କଣ୍ଟେଣ୍ଟ ଆଣ୍ଡ ପେଡାଗୋଜି। ଟିଚର୍ ପାଖରେ ସେ
କଣ୍ଟେଣ୍ଟ ତ ଜାଣିଥିବା ଦରକାର ମାନେ ହେଉଛି ଯେ ସବଜେକ୍ଟ ଯେଉଁ ବି ଧର ମୁଁ ମ୍ୟାଥ୍ ଟିଚର ତ ମ୍ୟାଥ୍ ବିଷୟରେ ମୋର ତ ନଲେଜ ଥିବା ଦରକାର ତା ସହିତ ମୋତେ ପେଡ଼ାଗୋଜି ନଲେଜ ଥିବା ଦରକାର ଯେ ମୁଁ ଛୁଆମାନଙ୍କୁ କେମିତି ମ୍ୟାଥ୍ଟା ପଢ଼େଇବି ତାର ମଧ୍ୟ ନଲେଜ ରହିବା ଦରକାର ତାପରେ କ୍ଲାସରୁମ୍ ମ୍ୟାନେଜମେଣ୍ଟ ଏ ଟିଚର ସୁଡ୍ ହ୍ୟାଭ୍ ଦ ଏବିଲିଟି ଟୁ କ୍ରିଏଟ୍ ଏ କ୍ଲାସରୁମ୍ ୱିଥ୍ ରେସ୍ପେକ୍ଟ ଫେୟାରନେସ୍ ଆଣ୍ଡ ଡିସିପ୍ଲିନ୍ ଗୋଟେ ଟିଚର ପାଖରେ ଇଏ ଏବିଲିଟି ଥିବା ଦରକାର ଯେ ସେ ଗୋଟେ କ୍ଲାସରୁମ୍ଟାକୁ ଗୋଟେ ଡିସିପ୍ଲିନ୍ କ୍ଲାସରୁମ୍ ବନେଇ ପାରୁଥିବ ସେଠି ସମସ୍ତଙ୍କୁ ସମାନ ଭାବରେ ଦେଖାଯାଉଥିବ ସମସ୍ତଙ୍କୁ ରେସ୍ପେକ୍ଟ ମିଳୁଥିବ ସବୁ ଛୁଆମାନଙ୍କୁ ତାପରେ କ୍ରିଏଟିଭ୍ ଥିଙ୍କିଂ କ'ଣ ଛୁଆ ନା ଗୁଡ୍ ଟିଚର୍ସ ୟୁଜ୍ କ୍ରିଏଟିଭ୍ ଆଇଡ଼ିଆଜ୍ ଆଣ୍ଡ ଆଡଜଷ୍ଟ ଟିଚିଂ ଫର୍ ଡିଫରେଣ୍ଟ ଲର୍ଣ୍ଣର୍ସ ଯେଉଁ ଟିଚର ହେଇଥିବେ ଯିଏ ଯଦି ତା ପାଖରେ ଭଲ ଟିଚିଂ କମ୍ପିଟେନ୍ସି ଅଛି ତାହେଲେ ସେ କ'ଣ କରିବେ ଗୋଟେ ଗୋଟେ କ୍ଲାସ୍ର ଡିଫରେଣ୍ଟ ଟାଇପ୍ ଅଫ୍ ଲର୍ଣ୍ଣର ଅଛନ୍ତି ତ ସମସ୍ତଙ୍କ ପାଇଁ ସେ ଏମିତିଆ ଟିଚିଂଟାକୁ ପଢ଼େଇବେ ବା ଏମିତିଆ ଗୋଟେ ଟିଚିଂ ଦେବେ ଛୁଆମାନଙ୍କୁ ଯେଉଁଟାକି ସବୁ ଛୁଆମାନଙ୍କ ପାଇଁ ଇଫେକ୍ଟିଭ୍ ହେଇଥିବ ତାପରେ ତାଙ୍କ ପାଖରେ ଲିଡରସିପ୍ କ୍ୱାଲିଟି ରହିବା ଦରକାର ଲିଡରସିପ୍ କ'ଣ ନା ଟିଚର୍ସ ଆକ୍ଟ ଏଜ୍ ଏ ଲିଡର ଇନ୍ କ୍ଲାସରୁମ୍ ସ୍କୁଲ ଆଣ୍ଡ କମ୍ୟୁନିଟିଜ୍ ଦେ ଗାଇଡ୍ ଷ୍ଟୁଡେଣ୍ଟ ମ୍ୟାନେଜ୍ ଟାସ୍କ ଆଣ୍ଡ ବିଲ୍ଡ ଗୁଡ୍ ରିଲେସନ୍ ୱିଥ୍ ପ୍ୟାରେଣ୍ଟସ୍ ଯେଉଁ ଟିଚର ଅଛନ୍ତି ସେ ସବୁବେଳେ ପାଇଁ ଫାଷ୍ଟ ଗୋଟେ ଲିଡର ଭାବରେ ସେ କାମ କରିବା ଦରକାର କ୍ଲାସରୁମ୍ରେ ଲିଡର ଭଳିଆ କାମ କରିବେ ସ୍କୁଲରେ ହେଉ କମ୍ୟୁନିଟିଜ୍ରେ ହେଉ ତା ଦ୍ୱାରା କ'ଣ ହେବ ଯଦି ସେମାନେ ଲିଡରସିପ୍ ତାଙ୍କର ଗୁଣ ରହିବ ତାହେଲେ ସେ କ'ଣ କରିବେ କିଛି ବି ଗୋଟେ ଫଙ୍କସନ୍ ହେଉଛି କିଛି ବି ଗୋଟେ କିଛି ବି ଅକେଜନ୍ ହେଉଛି ସେଠି ହେଉଛି ସେ ଷ୍ଟୁଡେଣ୍ଟମାନଙ୍କୁ ଗାଇଡ଼ କରିପାରିବେ ତା ଛଡ଼ା ସେ ଯେଉଁ ବି ଟାସ୍କ ଅଛି ବା ଯାହା ବି ସବୁ ତାକୁ ଦିଆହେଇଥିବ ଟାସ୍କ ତାକୁ ସେ ୱେଲ୍ଲି ପରଫର୍ମ କରିପାରିବେ ଆଉ ପ୍ୟାରେଣ୍ଟସ୍ମାନଙ୍କ ସହିତ ଭଲ ରିଲେସନ୍ ତାଙ୍କର ଗୋଟେ ରହିବ ତାପରେ ହେଉଛି ଛୁଆ ପ୍ରଫେସନାଲ୍ ପ୍ରାକ୍ଟିସ୍ କ'ଣ ନା ସାର୍ ମାନେ ନିଜ ଗ୍ରୋଥଟାକୁ ଫାଷ୍ଟ ଦେଖିବେ ଛୁଆଙ୍କୁ ପଢ଼େଇବା ପୂର୍ବରୁ ନିଜେ ବହୁତ ଭଲ ଭାବରେ ପଢ଼ିକି ଆସିଥିବେ ବା ନିଜେ ସବୁବେଳେ ପାଇଁ ପଢ଼ିକି ନୂଆ ନୂଆ ଟେକ୍ନୋଲୋଜି ନୂଆ ନୂଆ ଜିନିଷ ଭିତରେ ସେ ସବୁବେଳେ ପାଇଁ ଜାଣିବା ଦରକାର ଦ୍ୟାଟ୍ ଇଜ୍ ପ୍ରଫେସନାଲ୍ ପ୍ରାକ୍ଟିସ୍ ବୁଝିପାରିଲେ ଏତିକି ତାପରେ ଦେଖ ତାପରେ ଯିବା ଛୁଆ ସବଜେକ୍ଟ ମ୍ୟାଟର ଓକେ ସବଜେକ୍ଟ ମ୍ୟାଟର କ'ଣ ଛୁଆ ନା ସାର୍ ମାନେ ଯେଉଁ ବିଷୟରେ ପଢ଼ଉଛନ୍ତି ତ ସେଇଟା ହେଉଛି ତାର ସବଜେକ୍ଟ ମ୍ୟାଟର ଧର ମୁଁ ଏଇଖା ତୁମକୁ ପଢ଼ଉଛି ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫ ତାର ମୋର ସବଜେକ୍ଟ ମ୍ୟାଟର କ'ଣ ନା ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫ ଜଣେ ଟିଚର ତୁମକୁ ହେଉଛି ସାଇନ୍ସ ପଢ଼ଉଛି ମ୍ୟାଥ୍ ପଢ଼ଉଛି ହିଷ୍ଟ୍ରି ପଢ଼ଉଛି ଏଇସବୁ ହେଉଛି ସେ ଟିଚରର ସବଜେକ୍ଟ ମ୍ୟାଟର ବୁଝିପାରିଲ ଏ ସବଜେକ୍ଟ ମ୍ୟାଟର ମିନ୍ସ ଦ କଣ୍ଟେଣ୍ଟ ଅର୍ ଟପିକ୍ ଏ ଟିଚର ଟିଚେସ୍ ଯେଉଁ କଣ୍ଟେଣ୍ଟ ବା ଯେଉଁ ଟପିକ୍ ଟିଚର ଜଣେ ପଢ଼ଉଛନ୍ତି ସେଇଟା ହେଉଛି ସେ ଟିଚରର ସବଜେକ୍ଟ ମ୍ୟାଟର ବୋଲି କୁହାଯାଏ It is the core knowledge that a teacher must understand deeply before teaching others. ହେଲା ଏଇଟା ହେଉଛି ତାର ଗୋଟେ ମେନ୍ ନଲେଜ ଯେଉଁ ସବଜେକ୍ଟ ମ୍ୟାଟରଟା ଏଇଟା ହେଉଛି ତାଙ୍କର ମେନ୍ ନଲେଜ ଯେଉଁଟାକି ଗୋଟେ ଟିଚର ପାଖରେ ରହିଥିବା ଦରକାର ସେ ଯେତେବେଳେ ଛୁଆମାନଙ୍କୁ ପଢ଼ଉଛନ୍ତି ତାଙ୍କ ତା ପୂର୍ବରୁ ଏ ନଲେଜ ଗୁଡ଼ାକ ତାଙ୍କ ପାଖରେ ଯଦି ନଥିବ ସେ ଗୋଟେ ଛୁଆକୁ ପଢ଼େଇ ପାରିବେ ନାହିଁ ବହୁତ ଭଲ ଭାବରେ ବୁଝିପାରିଲ Without knowing the subject well, a teacher cannot explain lessons, explain concepts, ask good questions, or check understand students' understanding. ଯଦି ଗୋଟେ ଟିଚର ପାଖରେ ଯଦି ସବଜେକ୍ଟ ନଲେଜ ନାହିଁ ଯଦି ଗୋଟେ ମ୍ୟାଥ୍ ଟିଚର ପାଖରେ ମ୍ୟାଥ୍ର ହିଁ ସବଜେକ୍ଟ ନଲେଜ ନାହିଁ ଠିକ୍ ଭାବରେ ସେ ବିଷୟଟାକୁ ବୁଝୁନାହାନ୍ତି ତାହେଲେ ସେ ଗୋଟେ ଭଲ ଲେସନ୍ ପ୍ଲାନ୍ ଗୋଟେ ବନେଇ ପାରିବେନି ଆଉ ଛୁଆମାନଙ୍କୁ କନସେପ୍ଟ ଆଡ଼କୁ ଠିକ୍ ସେ ବୁଝେଇ ପାରିବେନି କ୍ୱେଶ୍ଚିନ୍ ବି ଠିକ୍ ସେ ପଚାରି ପାରୁଥିବେନି ଛୁଆମାନଙ୍କର ଡାଉଟ୍ ଠିକ୍ ସେ କ୍ଲିୟର କରିପାରୁଥିବେନି ଛୁଆମାନଙ୍କର କେଉଁଠି କ'ଣ ପ୍ରୋବ୍ଲେମ୍ ହେଉଛି ସେ ତାକୁ ବି ବୁଝିପାରୁଥିବେନି ତ ସବଜେକ୍ଟ ନଲେଜଟା ଗୋଟେ ଟିଚର ପାଖରେ ରହିବା ଦରକାର ଇମ୍ପୋର୍ଟାନ୍ସ ଅଫ୍ ସବଜେକ୍ଟ ନଲେଜ କ'ଣ ଏ ସବଜେକ୍ଟ ନଲେଜ କ'ଣ କରିଥାଏ ନା ଗୋଟେ ଟିଚରକୁ ହେଲ୍ପ କରିଥାଏ ଯେ ସେ ଟିଚିଂ ଯେଉଁ ଦେଉଛନ୍ତି ବା ଯେଉଁ ଛୁଆଙ୍କୁ ପଢ଼ଉଛନ୍ତି ସେ ବହୁତ କ୍ଲିୟରଲି ଆଉ କରେକ୍ଟଲି ଛୁଆଙ୍କୁ ପଢ଼େଇବେ ଯଦି ସେ ବିଷୟଟାକୁ ସେ ପୂର୍ବରୁ ବହୁତ ଭଲ ଭାବରେ ପଢ଼ିଥିବେ ଓକେ ଇଟ୍ ହେଲ୍ପସ୍ ଇନ୍ ଡିଜାଇନିଂ ୟୁଜଫୁଲ୍ ଆକ୍ଟିଭିଟିଜ୍ ଆସାଇନମେଣ୍ଟ ଆଣ୍ଡ କ୍ୱେଶ୍ଚନ୍ସ ଯଦି ଗୋଟେ ଟିଚରର ସେ ସବଜେକ୍ଟ ନଲେଜ ଥିବ ବା ସେ ସବଜେକ୍ଟ ଉପରେ ବହୁତ ଭଲ ଭାବରେ ନଲେଜ ଥିବ ତାହେଲେ ସେ ବହୁତ ପ୍ରକାର ଆକ୍ଟିଭିଟିଜ୍ ତା ଉପରେ ବେସ୍ କରିକି ବନେଇ ପାରିବେ ଛୁଆମାନଙ୍କୁ ଭଲ ଆସାଇନମେଣ୍ଟ ଦେଇପାରିବେ ଭଲ କ୍ୱେଶ୍ଚନ୍ ବନେଇ ପାରିବେ ହେଲା ଆଉ ଟିଚର ୱିଥ୍ ଷ୍ଟ୍ରଙ୍ଗ ସବଜେକ୍ଟ ନଲେଜ କ୍ୟାନ୍ ସଲ୍ଭ ଷ୍ଟୁଡେଣ୍ଟ ଡାଉଟ୍ କନଫିଡେଣ୍ଟଲି ଯଦି ଗୋଟେ ଟିଚରର ସେ ସବଜେକ୍ଟ ଉପରେ ବହୁତ ଭଲ ଭାବରେ ନଲେଜ ଅଛି ତାହେଲେ ହେଉଛି ସେ କ'ଣ କରିବେ ଷ୍ଟୁଡେଣ୍ଟର ଡାଉଟ୍କୁ କନଫିଡେଣ୍ଟଲି ମାନେ ବହୁତ ଅତି ସହଜ ସହିତ ଷ୍ଟୁଡେଣ୍ଟର ଡାଉଟ୍କୁ ସେ ବୁଝେଇ ଦେବେ ବା ସଲ୍ଭ କରିଦେବେ It allows the teacher to make learning fun and meaningful for students. ये जो सब्जेक्ट नॉलेजटा टीचर ମାନଙ୍କୁ जो ଛୁଆମାନଙ୍କୁ ଯେଉଁ ପଢ଼ାନ୍ତି ବହୁତ ଫନ୍ ୱେରେ ମାନେ ମଜାକିଆ ଆଉ ମିନିଂଫୁଲ୍ ୱେରେ ସେ ଛୁଆମାନଙ୍କୁ ପଢ଼େଇ ପାରିବେ ଯଦି ସେ ବିଷୟଟାକୁ ସେ ବହୁତ ଭଲ ଭାବରେ ବୁଝିଥିବେ ଓକେ ତ ଷ୍ଟୁଡେଣ୍ଟ ମଧ୍ୟ ଛୁଆମାନଙ୍କର ସାର୍ମାନଙ୍କର ପାଠପଢ଼ା ଦେଖିକି ଏତେ ଭଲ ଭାବରେ ସାର୍ମାନେ ବୁଝାଉଛନ୍ତି ତାହେଲେ ସାର୍ମାନଙ୍କୁ ଭଲ ପାଇବେ ବା ସେ ସବଜେକ୍ଟଟାକୁ ପଢ଼ିବା ପାଇଁ ସେମାନଙ୍କର ମନ ଆସିବ ଇଣ୍ଟରେଷ୍ଟ ଆସିବ ତାପରେ ୱିକ୍ ସବଜେକ୍ଟ ନଲେଜ କ୍ୟାନ୍ ଆଫେକ୍ଟ ଷ୍ଟୁଡେଣ୍ଟ ପରଫର୍ମାନ୍ସ ଆଣ୍ଡ ଏକ୍ଜାମ ନଲେଜ ଯଦି ସାର୍ ପାଖରେ ସେ ସବଜେକ୍ଟ ଉପରେ ଠିକ୍ ଭାବରେ ନଲେଜ ନାହିଁ ଯଦି ତୁମେ ଗୋଟେ କହିବ ଧରେ ସ୍କୁଲରେ ଜଣେ ହେଉଛି ଜଣେ ଆର୍ଟସ ବା ହିନ୍ଦୀ ଟିଚର ଜଣେ ଅଛନ୍ତି ତାଙ୍କୁ ତୁମେ କହିବ ମ୍ୟାଥ୍ ପଢ଼େଇଦେ ସେ ପଢ଼େଇ ତ ଦେବେ କିନ୍ତୁ ସେ ହେଉଛି କ'ଣ କରିବେ ଛୁଆମାନେ ବହୁତ ଭଲ ଭାବରେ ବୁଝିପାରିବେନି ଯାହାଦ୍ୱାରା ଛୁଆମାନଙ୍କର ପରଫର୍ମାନ୍ସ ଖରାପ ହେବ ଆଉ ଏକ୍ଜାମ ରେଜଲ୍ଟ ମଧ୍ୟ ଖରାପ ହେବ ତ ବୁଝିପାରିଲେ ସବଜେକ୍ଟ ନଲେଜ କାହାକୁ କୁହାଯାଏ
ତାପରେ ଛୁଆ ଦେଖିବା ପ୍ରଫେସନାଲ ସ୍କିଲ୍ସ। ପ୍ରଫେସନାଲ ସ୍କିଲ୍ସ ଛୁଆ କ'ଣ ନା ଦେଖ ୟୁଟ୍ୟୁବରେ ଦେଖିବ ତୁମେ ବହୁତ ପ୍ରକାର ସାର୍ଙ୍କୁ ସବୁ ଫଲୋ କରୁଥିବ ତ ଦେଖିବ ଯେଉଁ ଆମର ଅଛି ସବୁ ସାର୍ ମାନଙ୍କ ପାଖରେ ନଲେଜ ସବୁ ଅଛି ବହୁତ ଭଲ ଭଲ ସାର୍ ଅଛନ୍ତି ଯାହା ପାଖରେ ନଲେଜ ବହୁତ ଅଛି କିନ୍ତୁ ସମସ୍ତେ ଏତେ ଫେମସ୍ ହେଇପାରୁନାହାନ୍ତି ବା ସମସ୍ତେ ଏତେ ସକ୍ସେସ୍ ହେଇପାରୁନାହାନ୍ତି କିନ୍ତୁ କିଛି ଲୋକ ଅଛନ୍ତି ତାଙ୍କ ସହିତ ତାଙ୍କ ପାଖରେ ସବଜେକ୍ଟ ନଲେଜ ଥିବା ଥାଇକି ଆଉ କିଛି ଅଲଗା ନଲେଜ ଅଛି ଯେଉଁଭଳିଆ ଦେଖ ଖାନ ସାର୍ କିମ୍ବା ତାଙ୍କର ହେଉଛି PWର ଯେଉଁ ଅଲେକ୍ସ ସାର୍ ଅଛନ୍ତି ତ ସେମାନେ କ'ଣ କରୁଛନ୍ତି ସେମାନଙ୍କ ପାଖରେ ସବଜେକ୍ଟ ନଲେଜ ଥିବା ସହିତ ସହିତ ତାଙ୍କ ପାଖରେ ଅଲଗା କିଛି ନଲେଜ ଅଛି ଯାହାଦ୍ୱାରା ସେମାନେ ହେଉଛନ୍ତି କ'ଣ କରୁଛନ୍ତି ଟିଚିଂଟାକୁ ବହୁତ ଇଫେକ୍ଟିଭଲି ଛୁଆଙ୍କୁ ବୁଝେଇ ପାରୁଛନ୍ତି ବୁଝିପାରିଲ ତ ସେଇ ଆଡ଼କୁ ହେଉଛି ପ୍ରଫେସନାଲ ସ୍କିଲ୍ସ ଆଡ଼କୁ ତ ସେଇ ଆଡ଼କୁ ବୁଝିବା ଗୋଟେ ଗୋଟେ କରିକି ଦେଖ besides have a degree subject knowledge teacher must develop a wide range of professional skill ଗୋଟେ ଟିଚର ପାଖରେ ତ ସବୁ ଟିଚର ପାଖରେ ଗୋଟେ ଡିଗ୍ରୀ ଥିବ ଆଉ ସମସ୍ତେ ତାଙ୍କର କିଛି ନା କିଛି ସବଜେକ୍ଟ ନଲେଜ ତ ତାଙ୍କ ପାଖରେ ଥିବ ସେ ସବଜେକ୍ଟ ଉପରେ ତାଙ୍କର ନଲେଜ ଥିବ ତା ଛଡ଼ା ତାକୁ ଛାଡ଼ିଦେଲେ ଟିଚର ପାଖରେ ଗୋଟେ ପ୍ରଫେସନାଲ ସ୍କିଲ୍ ମଧ୍ୟ ରହିବା ଦରକାର ଇନ୍ ଟୁଡେ डिजिटल एज टीचर मस्ट नो लर्न न्यू एंड मॉडर्न स्किल ये जो डिजिटल एज रो टीचर माने नुआ नुआ स्किल सब नुआ नुआ मॉडर्न स्किल सब शिखा दरकार जो भाई टेक्नोलोजी को कौन यूज करेंगे कि कम्युनिकेशन स्किल कौन इम्प्रूव करेंगे ये गोटे गोटे मॉडर्न स्किल आड़क सी करवा दरकार दीज स्किल्स हेल्प टीचर स्टे इफेक्टिवली एंड अपडेट इन चेंजिंग एजुकेशन सिस्टम जदि स्किल आड़ टीचर मैंने शिखे ताद्वारा से बहुत भल भाव में छुआ मान पाठ पढ़ाई पारे आ जो एजुकेशन सिस्टम नुआ नुआ सब अपडेट आनीपारे नुआ नुआ सब चेंजिंग आनीपारे तक स्कूल देख 21 सेंचुरी गोटे टीचर पाखर कौन कौन प्रोफेशनल स्किल रहा जरूरी फास्ट हूँ आडाप्टाबिलिटी कौन ए गुड टीचर कैन एडजस्ट टू न्यू आइडियाज स्टूडेंट्स नीड्स एंड टेक्नोलोजी चेंज गोटे टीचर जदि गवर्नमेंट किसी नुआ नुआ आइडिया आणुची ता सहित आडप्ट करके से छुआ को पढ़ाई पार्थिबा दरकार स्टूडेंट मानकर नीड्स बुझीपा दरकार जे स्टूडेंट माने से विषयटा कौ भाया पढ़ाई चाहते ताको बुझीबा दरकार आ जदि किसी टेक्नोलोजिकली चेंज होचे जो भाई एखना होचे तुम हाई स्कूल मानकर 5T कर दिया हला तो 5T हाई स्कूल आड़ कर दिया बहुत सब होची कंप्यूटर सब होची नॉलेज ICT सब डेवलप कराला सब स्कूल रे जो माने जो टीचर मानक पाखे स्किल थी आडाप्टाबिलिटी स्किल तो सी टेक्निकल चेंज आड़ को निज भर आडाप्ट कर छुआ मान बेसिस छुआ मान पाठ पढ़ेबे बुझिपार गोटे टीचर पाखे कॉन्फिडेंस थी दरकार है जहाँद्वारा से पढ़ाऊँ किसी गोटे स्पीच दौरान जहाँकि अलग अन्य मानक कथा बिलीव हवा दरकार है तो से गोटे टीचर पाखर कॉन्फिडेंस स्किल दरकार आ गोटे टीचर कौन करेंगे ना भल भाव में छुआ कम्युनिकेशन कर दरकार क्लीयर एंड इफेक्टिव कम्युनिकेशन हेल्प्स इन बेटर टीचिंग एंड स्टूडेंट अंडरस्टैंडिंग जब तुम क्लासरूम भितर कम्युनिकेशन कहला बेले रही होच कि तुम जो कॉन्फिडेंस आसुनी तुम कम्युनिकेशन कर छुआ को शुभु ना तुम कम्युनिकेशन ठीक से होनी जब तुम कम्युनिकेशन बहुत भल भाव में कर छुआ आउ टीचर भितर गोटे भल अंडरस्टैंडिंग रहा छुआ मैंने पाठटा को बहुत भल भाव में बुझीपारे टीम प्लेयर टीचर्स वर्क वेल विथ अदर्स टू बिल्ड स्ट्रॉन्ग एंड स्कूल कम्युनिटी गोटे टीचर जो अलग जो कलिग्स अच्छा हेडमास्टर अच्छा प्रिंसिपल अच्छा समस्त सहित छुआ गोटे भल रिलेसन रखिकी स्कूल में रहा दरकार जहाँद्वारा स्कूल परिवेश बहुत भल हम कंटिन्यूअस लर्निंग छुआ तुम यहाँ भाव टीचिंग जॉब पाइला माने मोर पढ़ा खत्म है ना छुआ पढ़ा जीवन में केवे खत्म सब किसी ना कि तुम देख छुआ मान लर्निंग इम्प्रूव करने कि तुम अलग किसी प्रोफेशन सब पढ़ा हूँ कंटिन्यू रही दरकार ए टीचर कीप्स लर्निंग न्यू थिंग्स टू स्टे अपडेट एंड इफेक्टिव सब गोटे टीचरटा नुआ नुआ जिन पढ़ा दरकार जानवा दरकार जहाँद्वारा से स्टडीटा को गोटे टीचिंगटा को इफेक्टिवली दे पार तापर लीडरशिप गुण रही दरकार जहाँद्वारा से हूँ कौन कर छुआ मान भर गोटे रोल मॉडल भाव में से हूँ बाहर छुआ मान गोटे टास्क से हेल्प करेंगे पाखर इनोवेटिव गुण दरकार इनोवेटिव माने कौन ना अन्य मानक डिफरेंट किसी करवाटा इनोवेटिव कहुए तो टीचर्स ट्राए न्यू टूल्स एंड मेथड्स टू इम्प्रूव लर्निंग है जो टीचर पाखे इनोवेटिव गुण थी सी हूँ कौन करेंगे स्कूल में डिफरेंट टाइप नुआ नुआ आइडिया सब देवे नुआ नुआ टूल्स सब यूज करेंगे जहाँद्वारा छुआ मान लर्निंगटा भल भाव में हो पार तापर हूँ कमिटमेंट आगुरी कमिटमेंट कथा कहीदी एंगेजमेंट स्किल मान कौन गोटे गुड टीचर छुआ मान इंटरेस्ट को बुझीपार छुआ मान क्लासरूम रे एंगेजमेंट करके रखी पारे जदि छुआ के बोरिंग है छुआ मान किसी गप कहीदेवा कि फनी वे पढ़ेगा तो यहाँ हूँ गोटे एंगेजमेंट स्किल गोटे गुड टीचर पाखे रहा दरकार टेक्नोलोजी अंडरस्टैंडिंग गोटे टीचरटे ये जो मॉडर्न इंडिया मॉडर्न टेक्नोलोजी आड़ को बहुत भल भाव में बुझा दरकार सब स्कूल करिकुलम यूज करवा दरकार
ये एतिक थिला तमर छुआ प्रोफेशनल स्किल्स। ये जो तीनटा मु पढ़ी देली, ए तीनटा छुआ तमर बहुत इंपोर्टेंट शॉर्ट नोट आडक, शॉर्ट नोट आडक या आसे। ତାପରେ ହେଉଛି ଇଫେକ୍ଟିଭ୍ କମ୍ୟୁନିକେସନ୍ ହେଲା। ଦେଖ ତାପରେ ପଢ଼ିବା କମ୍ୟୁନିକେସନ୍ ତ ଆମେ ସବୁବେଳେ ପାଇଁ ଛୁଆ କରୁଛନ୍ତି, କଥା ହେଉଛନ୍ତି, ଲେଟର୍ ଲେଖୁଛନ୍ତି ହେଲା। ତମର ହେଉଛି ଠାର ମାଧ୍ୟମରେ, ଆମର ହେଉଛି କ'ଣ ଠାର ମାଧ୍ୟମରେ କେତେବେଳେ କଥା ହେଉଛନ୍ତି, ତ କମ୍ୟୁନିକେସନ୍ ସବୁବେଳେ ପାଇଁ ଚାଲିଛି। ଫାଷ୍ଟ ବୁଝିବା କମ୍ୟୁନିକେସନ୍ କ'ଣ ନା, କମ୍ୟୁନିକେସନ୍ ଇଜ୍ ଦ ପ୍ରୋସେସ୍ ଅଫ୍ ଏକ୍ସଚେଞ୍ଜିଂ ଆଇଡ଼ିଆଜ୍, ଥଟ୍ସ ଅର୍ ଫ୍ୟାକ୍ଟସ୍ ବିଟୱିନ୍ ପିପୁଲ୍ ଟୁ ଆଚିଭ୍ ମ୍ୟୁଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ। କମ୍ୟୁନିକେସନ୍ କ'ଣ କୁହାଯାଏ, ଏମିତି ଗୋଟେ ପ୍ରୋସେସ୍ ଦୁଇ ଜଣଙ୍କ ଭିତରେ, ସେ ଦୁଇ ଜଣ ପରସ୍ପର ଭିତରେ କ'ଣ କରିବେ, ନିଜ ନିଜର ଆଇଡ଼ିଆ ସେୟାର କରିବେ, ନିଜ ନିଜର ଫିଲିଙ୍ଗସ୍, ନିଜ ନିଜର ଥଟ୍ ଆଡ଼କ ସେୟାର କରୁଛନ୍ତି। ଆଉ କ'ଣ କରୁଛନ୍ତି, କ'ଣ ପାଇଁ ଆଡ଼କ ସେୟାର କରୁଛନ୍ତି, ଯେ ଦୁଇ ଜଣଙ୍କ ଭିତରେ ଗୋଟେ ଭଲ ଅଣ୍ଡରଷ୍ଟାଣ୍ଡିଂ ହେବ ବା ଜଣେ ଆଉ ଜଣଙ୍କ କଥାଟାକୁ ଭଲ ଭାବରେ ବୁଝିପାରିବ। ସେଇ ପ୍ରୋସେସ୍ଟାକୁ ଆମେ କ'ଣ କହିବା ଛୁଆ, କମ୍ୟୁନିକେସନ୍ ବୋଲି କହିବା। ଇଟ୍ ଇଜ୍ ଏ ଡାଇନାମିକ୍ ଆଣ୍ଡ ଏ କଣ୍ଟିନ୍ୟୁଅସ୍ ପ୍ରୋସେସ୍, ଇଟ୍ କିପ୍ସ ଚେଞ୍ଜିଂ ଆଣ୍ଡ ଆଡଜଷ୍ଟିଂ। ଦେଖ କମ୍ୟୁନିକେସନ୍ଟା ଗୋଟେ ଡାଇନାମିକ୍ ଚେଞ୍ଜ। ଡାଇନାମିକ୍ ମାନେ କ'ଣ ନା, ସବୁବେଳେ ପାଇଁ ଏଇଟା ଚେଞ୍ଜ ହେଉଥିବ। ଦେଖ କମ୍ୟୁନିକେସନ୍ ଗୋଟେ ପ୍ରକାର କିଛି ତମେ କେତେବେଳେ ତମ ଘର ଲୋକଙ୍କ ସାଙ୍ଗର ଫେସ୍ ଟୁ ଫେସ୍ କଥା ହେଉଛ, କେତେବେଳେ ଫୋନ୍ ଲଗେଇ କଥା ହେଉଛ, କେତେବେଳେ ତମ ଦିଦି କିମ୍ବା ତମର ଭାଇ ଯଦି କିଏ ଦୂରରେ ଅଛନ୍ତି ତାଙ୍କୁ ଲେଟର୍ ଲେଖିକି ତାଙ୍କ ସହିତ କଥା ହେଉଛ। ତ କମ୍ୟୁନିକେସନ୍ଟା ସବୁବେଳେ ପାଇଁ ଚେଞ୍ଜେବୁଲ୍ ହେଲା। ଆଉ ଏଇଟା ସବୁବେଳେ ପାଇଁ କଣ୍ଟିନ୍ୟୁଅସ୍, ଅହରହ ଆମେ କମ୍ୟୁନିକେସନ୍ କରିଥାନ୍ତି, ସବୁବେଳେ ଆମେ କମ୍ୟୁନିକେସନ୍ କରିଥାନ୍ତି। ତ ସେଥିପାଇଁ ଏଇଟା ଡାଇନାମିକ୍ ଆଣ୍ଡ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ବୁଝିପାରିଲ କମ୍ୟୁନିକେସନ୍ ବିଷୟରେ? ତାପରେ ଦେଖ ତାପରେ ବୁଝିବା ଏଲିମେଣ୍ଟସ୍ ଅଫ୍ କମ୍ୟୁନିକେସନ୍। ଏଲିମେଣ୍ଟସ୍ ଅଫ୍ କମ୍ୟୁନିକେସନ୍ ଛୁଆ ଦେଖ, ଏଇଟା ଗୋଟେ ଛୋଟ ତୁମକୁ ଗୋଟେ ଏକ୍ଜାମ୍ପଲ୍ ଦେଇକି ବୁଝାଉଛି, ଭଲ ଭାବରେ ବୁଝି ହେବ, ମନେ ବି ରହିଯିବ। ଦେଖ ଏଇଠି ଗୋଟେ ଛୁଆ ଅଛି ହେଲା, ୟା ନାଁ ହେଉଛି କ'ଣ, ଇଏ ହେଉଛି ଆପଣଙ୍କର, ଆରେ ହୋଡ଼ିରେ, ଆରେ ଇଏ ହେଉଛି ମୁନା ହେଲା, ୟା ନାଁ ହେଉଛି ମୁନା, ଆଉ ଇଏ ହେଉଛି ଆପଣଙ୍କର ମୁନି। ଓକେ, ତ ଏଠି ଭାବିନିଅ ମୁନା ହେଉଛି ଗୋଟେ ସେଣ୍ଡର ଆଉ ମୁନି ହେଉଛି ଗୋଟେ ରିସିଭର। ଓକେ, ତ ଫାଷ୍ଟ କମ୍ୟୁନିକେସନ୍ରେ ଆସିବ ସେଣ୍ଡର, ମାନେ ଯିଏ ଆମର ରିସିଭର ପାଖକୁ ଯିଏ ହେଉଛି କ'ଣ କରିବ, କମ୍ୟୁନିକେସନ୍ ଷ୍ଟାର୍ଟ କରିବ। ଧର ରାତିର ହେଉଛି ମୁନା କ'ଣ କରିବ, ଗୁଡ୍ ନାଇଟ୍ ଗୋଟେ ମେସେଜ୍ ଲେଖିବାକୁ ପଠାଇବା ପାଇଁ ଚାହୁଁଛି, ତ ସେ କ'ଣ କରିବ, ଏଇ ମୁନା ହେଉଛି କମ୍ୟୁନିକେସନ୍ କରିବ, ମାନେ ଷ୍ଟାର୍ଟ କଲା, ତାହେଲେ ଏଇ ମୁନା ହେଇଯିବ ଏଠି ସେଣ୍ଡର। ତ ସେଣ୍ଡର କିଏ, ତ ପର୍ସନ୍ ହୁ ଷ୍ଟାର୍ଟ ଦି କମ୍ୟୁନିକେସନ୍। ତାପରେ ଆଇଡ଼ିଆ, ଆଇଡ଼ିଆ ମୁନା ମନକୁ କ'ଣ ଆଇଡ଼ିଆ ହେଲା, ଯେ ମୁଁ ମୁନି କତିକି କ'ଣ କରିବି, ଗୁଡ୍ ନାଇଟ୍ ମେସେଜ୍ ଲେଖିବି। ତ ସେଇ ଯେଉଁ ତା ମନର ଯେଉଁ ସବୁ ଥଟ୍ ଆଇଲା ବା ତାର ମନର ଯେଉଁ ଫିଲିଙ୍ଗ ଆଇଲା, ତା ମନର ଯେଉଁ ଓପିନିଅନ୍ ଆଇଲା, ତାକୁ ଆମେ କ'ଣ କହିବା, ଆଇଡ଼ିଆ କହିବା। ତ ମେସେଜ୍ ଟୁ ବି ସେୟାର, ମୁନା ଯାହା ମେସେଜ୍ ସେୟାର କରିବା ପାଇଁ ଚାହୁଁଛି ସେଇଟା ହେଉଛି ତାର ଆଇଡ଼ିଆ। ବୁଝିପାରିଲ? ତାପରେ ହେଉଛି ଏନକୋଡ଼ିଂ। ଏନକୋଡ଼ିଂ ମାନେ କ'ଣ, ତା ମନରେ ଯେଉଁ ସବୁ ଆଇଡ଼ିଆ ଥିଲା, ତ ସେ ମୋବାଇଲର ହ୍ୱାଟ୍ସଆପ୍ ଖୋଲିଲା ଆଉ ସେଠି ଗୁଡ୍ ନାଇଟ୍ ବୋଲି ଟାଇପିଂ କରିଦେଲା। ତ ସେ ଯେଉଁ ଗୁଡ୍ ନାଇଟ୍ ବୋଲି ଟାଇପ୍ କଲା ସେଇଟା ହେଉଛି ଏନକୋଡ଼ିଂ। ମାନେ ତାର ମନର ଯେଉଁ ଫିଲିଙ୍ଗସ୍ ଥିଲା ତାକୁ ସେ ୱାର୍ଡ଼ ମାଧ୍ୟମରେ ବା ସାଇନ୍ ମାଧ୍ୟମରେ ବା ପିକ୍ଚର ମାଧ୍ୟମରେ ସେ ତାକୁ କନଭର୍ଟ କରିଦେଲା। ବୁଝିପାରିଲ? ତାପରେ ହେଉଛି କ'ଣ, ଚ୍ୟାନେଲ୍। ଦେଖ ଯେଉଁ ଯେଉଁ ମିଡ଼ିୟମଟା, ବା ତୁମେ ରାଇଟିଂ କରିକି ଲେଖିଲ ବା ହେଉଛି ରିଟର୍ନ କରିକି ଲେଖିଲ, ବା ତୁମେ ଫୋନ୍ର କଥା ହେଇକି କହୁଛ ହେଲା, ତ ସେଇଟା ହେଉଛି ଛୁଆ ମିଡ଼ିୟମ୍। ତୁମେ ଯେଉଁ ହ୍ୱାଟ୍ସଆପ୍ରେ ଲେଖିକି ପଠାଇଲନି, ତ ସେ ଯେଉଁ ଲେଖିକି ପଠାଇବାଟା ହେଉଛି ତାର ଗୋଟେ ଚ୍ୟାନେଲ୍ ବା ତାର ହେଉଛି ସେଇଟା ହେଉଛି ତାର ମିଡ଼ିୟମ୍। ବୁଝିପାରିଲ? ଏନକୋଡ଼ିଂ, ତାପରେ ହେଉଛି ଚ୍ୟାନେଲ୍। ତାପରେ କିଏ ପାଇଲା, ମୁନି ତାର ମେସେଜ୍ ପାଇଗଲା, ତ ସିଏ ହେଉଛି ରିସିଭର ହେବ। ତ ପର୍ସନ୍ ହୁ ଗେଟ୍ ଦି ମେସେଜ୍ ଯେ ପାଇଲା ସିଏ ହେଉଛି ରିସିଭର ହେଲା। ତାପରେ ଡିକୋଡ଼ିଂ ମାନେ କ'ଣ, ମେସେଜ୍ ପଢ଼ିକି ଯଦି ସେ ମେସେଜ୍ଟା ଭଲ ଭାବରେ ବୁଝିପାରିଲା ମୁନି, ଯେ ମୁନି ବୁଝିଗଲା ଯେ ମୁନା ମୋତେ ଗୁଡ୍ ନାଇଟ୍ ଲେଖିବା ପାଇଁ ଚାହୁଁଛି, ତାହେଲେ ସେଇଟା ହେଉଛି ତାର ହେଉଛି ଡିକୋଡ଼ିଂ କଲା ହେଲା। ଯଦି ସେ ମେସେଜ୍ଟା ବହୁତ ଭଲ ଭାବରେ ବୁଝିପାରିଲା, ସେଇଟା ହେଉଛି ତାର ଡିକୋଡ଼ିଂ କଲା। ତାପରେ ସେ ହେଉଛି କ'ଣ କରିବ, ସିଏ ପୁଣି ତାକୁ ଗୁଡ୍ ନାଇଟ୍ ଲେଖିବ। ତା ମାନେ କ'ଣ, ତାର ଫିଡ଼ବ୍ୟାକ୍ ସିଏ ଦେଲା। ରେସ୍ପନ୍ସ ଫ୍ରମ୍ ଏ ରିସିଭର ଟୁ ସୋ ମେସେଜ୍ ଇଜ୍ ରିସିଭ୍ଡ ଆଣ୍ଡ ଅଣ୍ଡରଷ୍ଟାଣ୍ଡ। ଯେଉଁ ମେସେଜ୍ଟା ପଢ଼ିକି ମୁନି ଯେଉଁ ସବୁ ରେସ୍ପନ୍ସ ଦେଲା ହେଉଛି, ଯେଉଁ ରେସ୍ପନ୍ସଟା ଆସିଲା ତାକୁ ହିଁ କହିବା ଆମେ କ'ଣ ଛୁଆ, ଫିଡ଼ବ୍ୟାକ୍ ବୋଲି କହିବା। ବୁଝିପାରିଲ ପୁରାଟା? ତାପରେ ଦେଖ ଏଇଟା ଛୁଆ କରିବ, ତୁମର ବହିରେ ନାହିଁ କିନ୍ତୁ ଏଇ ସାଇକେଲ୍ ଅଫ୍ କମ୍ୟୁନିକେସନ୍ଟା ପକେଇ ଦିଏ ହେଲା। ସାଇକେଲ୍ ଅଫ୍ କମ୍ୟୁନିକେସନ୍ କେତେ କେତେ ପକେଇ ଦିଏ। ଏবার ଚିତ୍ର ଗୋଟେ କରିବ, ସେଣ୍ଡର ଫାଷ୍ଟ ତା ଆଇଡ଼ିଆ ଦେଲା, ତାପରେ ଏନକୋଡ଼ିଂ ହେବ, ତାପରେ ଗୋଟେ ଚ୍ୟାନେଲ୍ ମାଧ୍ୟମରେ ଯିବ, ଗୋଟେ ରିସିଭର ତାକୁ ଗେନ୍ କରିବ, ତାପରେ ସେ ତାକୁ ଡିକୋଡ୍ କରିକି ତାପରେ ସେ ଫିଡ଼ବ୍ୟାକ୍ ଦେବ। ଓକେ, ତାପରେ ଦେଖ ମିନିଂ ଅଫ୍ ଇଫେକ୍ଟିଭ୍ କମ୍ୟୁନିକେସନ୍। ये था कम्युनिकेशन। इफेक्टिव कम्युनिकेशन माने कौन ना, इफेक्टिव कम्युनिकेशन इज द प्रोसेस ऑफ शेयरिंग इंफॉर्मेशन, थॉट्स और फीलिंग्स क्लियरली and accurately so that message is understood
by both the sender and the receiver. Effective communication ମାନେ ଯେତେବେଳେ ତମ ମନର ଯୋଉ ଫିଲିଙ୍ଗସ୍ ଅଛି, ତମ ମନର ଯୋଉ ଥଟ୍ ଅଛି ବା ତମେ ଯୋଉ ଇନଫର୍ମେସନ୍ ସେୟାର କରିବା ପାଇଁ ଚାହୁଁଛ ସେଟା କ୍ଲିୟରଲି ଲେଖା ହେଇଥିବ ଆଉ କରେକ୍ଟଲି ଲେଖା ହେଇଥିବ, ଯାହାଦ୍ୱାରା ଯୋଉ ରିସିଭର ଯିଏ ପାଉଛି ଯୋଉ ମେସେଜଟା ସିଏ ବହୁତ ଯଦି ଭଲ ଭାବରେ ବୁଝିପାରୁଛି ତାହେଲେ ତମର ଯୋଉ କମ୍ୟୁନିକେସନଟା ହେଲା ସେଟା ଗୋଟେ ଇଫେକ୍ଟିଭ କମ୍ୟୁନିକେସନ ହେଲା। ବୁଝିପାରିଲ? ମାନେ ଏରର ଫ୍ରି। ତମେ ଯୋଉ ଟାଇପିଂ କରିକି ଧର ଗୁଡ୍ ନାଇଟ୍ ମେସେଜ କରୁଛ, ଯଦି ଗୁଡ୍ ନାଇଟ୍ଟା ସେଠି ଗୁଡ୍ ମର୍ଣ୍ଣିଂ ହେଇଗଲା ତ ତାକୁ କନଫ୍ୟୁଜନ କରିଦେବ ଯେ ରାତିରେ ଗୁଡ୍ ମର୍ଣ୍ଣିଂ କାହିଁକି ଲେଖିଲା, ତ ସେଟା ଗୋଟେ ଇଫେକ୍ଟିଭ କମ୍ୟୁନିକେସନ ହବନି। ଯଦି ଏଇଟା ଗୁଡ୍ ନାଇଟ୍ ଲେଖା ହେଲା ଆଉ ସେ ଯଦି ଗୋଟେ ରିସିଭରଟା ତାକୁ ଭଲ ଭାବରେ ବୁଝିପାରିଲା ତାକୁ କହିବା ଆମେ ଇଫେକ୍ଟିଭ କମ୍ୟୁନିକେସନ ବୋଲି କହିବା। ବୁଝିପାରିଲ ଛୁଆ? ଇଟ୍ ଇଜ୍ ଏ ଟୁ ୱେ ପ୍ରୋସେସ୍। ଏଠି ହେଉଛି କ'ଣ ଥାଏ ନା ବୋଥ୍ ଦୁଇ ଜଣ ଥାନ୍ତି, ଜଣେ ସେଣ୍ଡିଂ କରିବା ବାଲା ଥାନ୍ତି ଆଉ ଜଣେ ଲିସନିଂ କରିବା ବାଲା ଥାନ୍ତି ଇଫେକ୍ଟିଭ କମ୍ୟୁନିକେସନର। ଦେଖ କ୍ଲାସରୁମ୍ ଭିତରେ କେମିତି ତୁମେ ଇଫେକ୍ଟିଭ କମ୍ୟୁନିକେସନ୍ କରିପାରିବ ତାର କିଛି ଷ୍ଟେପ୍ସ ଅଛି ବା ତାର କିଛି ପଏଣ୍ଟ ଆଡ଼କ ଅଛି। ଫାଷ୍ଟ କ'ଣ ନା ଟିଚର ଯେଉଁ କଥା କହିବେ ବା ଯେଉଁ କମ୍ୟୁନିକେସନ୍ କହିବେ ସେ ବହୁତ ଅନେଷ୍ଟିର ସହିତ କହିବେ, ବହୁତ କାଇଣ୍ଡନେସ୍ ଭାବରେ କହିବେ ଆଉ କ୍ଲିଅର ଲାଙ୍ଗୁଏଜରେ କହିବେ। ଛୁଆମାନଙ୍କ ଉପରେ ନୁହେଁ ଯେ ପୁରା ଗର୍ଜିକି କଥା ହେବ ନା, ଛୁଆ ସେମାନେ ଛୋଟିଆ ଛୁଆ ତ ସେମାନଙ୍କ ସହିତ ପୋଲାଇଟଲି କଥା ହେବା ଆଉ କ୍ଲିଅର ଲାଙ୍ଗୁଏଜରେ କଥା ହେଲେ ସେମାନେ ବହୁତ ଭଲ ଭାବରେ ବୁଝିପାରିବେ। ଗୁଡ୍ ଲିସନର୍ସ ମେ ଆଇ କଣ୍ଟାକ୍ଟ ଆଣ୍ଡ ଡୋଣ୍ଟ ଇଣ୍ଟରପ୍ଟ ଦି ସ୍ପିକର। ଯେଉଁମାନେ ଗୁଡ୍ ଲିସନର ମାନେ ହେଇଥାନ୍ତି ମାନେ ଷ୍ଟୁଡେଣ୍ଟ ମାନେ ସେମାନେ ସାର୍ ମାନଙ୍କ ସହିତ ଆଇ କଣ୍ଟାକ୍ଟ କରିଥାନ୍ତି ଆଉ ସାର୍ ଯେତେବେଳେ କଥା କହୁଛନ୍ତି ତାଙ୍କୁ ଡିଷ୍ଟର୍ବ କରନ୍ତି ନାହିଁ। ଟିଚର ସୁଡ୍ ବି ରିପିଟ୍ ଦ କି ପଏଣ୍ଟସ୍ ଫର ବେଟର ଅଣ୍ଡରଷ୍ଟାଣ୍ଡିଂ। ଟିଚର ମାନେ କ'ଣ କରିବେ ଯେଉଁଗୁଡ଼ାକ ମେନ୍ ପଏଣ୍ଟ ଯେଉଁଗୁଡ଼ାକ କି ପଏଣ୍ଟ ଆଡ଼କ ଆଉ ଥରେ ରିପିଟ୍ କରିଦେବେ ଯାହାଦ୍ୱାରା ଛୁଆମାନେ ବହୁତ ଭଲ ଭାବରେ ବୁଝିପାରିବେ। ୟୁଜ୍ ଭିଜୁଆଲ ଏଡ୍ସ ଲାଇକ୍ ଚାର୍ଟସ୍ ଆଣ୍ଡ ହ୍ୟାଣ୍ଡଆଉଟ୍ସ ଟୁ ସପୋର୍ଟ ଲର୍ଣ୍ଣିଂ। ସବୁବେଳେ ପାଇଁ ଛୁଆ କହିଲେ ହେବନି, ମୁଁ ଦେଖିବ ମଝିରେ ମଝିରେ ଯେଉଁ ପିକ୍ଚର ଦେଖାଇଥାଏ ସେଭଳିଆ ସ୍କୁଲ ମାନଙ୍କରେ କ'ଣ କରିବା ଦରକାର ଭିଜୁଆଲ ମଧ୍ୟ ଦେଖିବା ଦରକାର, ତାହା ଦ୍ୱାରା ଛୁଆମାନଙ୍କର ଇଣ୍ଟରେଷ୍ଟ ଆସିବ ପାଠ ପଢ଼ା ପ୍ରତି ଆଉ ଭଲକି ସେ ପାଠ ପଢ଼ି ପାରିବେ। ଟିଚର ସୁଡ୍ ଆସ୍କ ଷ୍ଟୁଡେଣ୍ଟସ୍ ଟୁ ରିପିଟ୍ ଇମ୍ପୋର୍ଟାଣ୍ଟ ପଏଣ୍ଟସ୍ ଟୁ ଚେକ୍ ଅଣ୍ଡରଷ୍ଟାଣ୍ଡିଂ। ହେଲା ଟିଚର ମାନେ ମଝିରେ ଛୁଆମାନଙ୍କୁ କ'ଣ କରିଦେବେ ନା ଇମ୍ପୋର୍ଟାଣ୍ଟ ପଏଣ୍ଟ ଆଡ଼କ ପଚାରିଦେବେ ବା ତାଙ୍କୁ ରିପିଟ୍ କରିବା ପାଇଁ କହିବେ। ଧର ଦେଖିବ ନା ତମେ ଯେତେବେଳେ ପଢ଼ୁଥିବ ସେତେବେଳେ ସାର୍ ମାନେ ମଝିରେ ପଚାରି ଦିଅନ୍ତି ହେଲା, ତ ସେଇଆଡ଼କ ହେଉଛି କ'ଣ କରିଥାନ୍ତି ନା ଯାହାଦ୍ୱାରା ସାର୍ ମାନେ ଚାହୁଁଛନ୍ତି ଯେ ଛୁଆମାନେ ଠିକ୍ସେ ବୁଝିପାରୁଛନ୍ତି ନା ବୁଝିପାରୁ ନାହାନ୍ତି। ତାପରେ ନନ୍ ଭର୍ବାଲ କମ୍ୟୁନିକେସନ୍ ମଧ୍ୟ ବହୁତ ପାୱାରଫୁଲ୍ ରୋଲ୍ ପ୍ଲେ କରେ ଗୋଟେ କ୍ଲାସରୁମ୍ ଭିତରେ। ନନ୍ ଭର୍ବାଲ କମ୍ୟୁନିକେସନ୍ କୋଉଟା ମାନେ ତମେ କଥା କହୁଥିବନି କିନ୍ତୁ ତମ ଛୁଆ ଆଉ ତମ ଭିତରେ ହେଉଛି ଆମର କମ୍ୟୁନିକେସନ୍ ହେଉଥିବ। ଯେଉଁଭଳିଆ ସାର୍ ମାନେ ଚେୟାର ବସିକି କ'ଣ କରିଦିଅନ୍ତି ହାତର ଡାକି ଦିଅନ୍ତି ତମେ ଉଠିକି ପଳାଅ, ତମେ ଜାଣିନିଅ କ'ଣ ନା ସାର୍ ମାନେ ହେଉଛନ୍ତି କ'ଣ କରୁଛନ୍ତି ମୋତେ ଡାକୁଛନ୍ତି ହେଲା। ଯେଉଁଭଳିଆ ସାର୍ ମାନେ ଆଖିଠାର ମାନେ ମାରିକି କୁହନ୍ତି ବସି ପଡ଼ କିମ୍ବା ଚୁପ୍ ରହ, ତ ଆଇ କଣ୍ଟାକ୍ଟ ରହିବା, ଗେସ୍ଚର କରିବା, ଫେସିଆଲ ଏକ୍ସପ୍ରେସନ୍ ଦେବା ଏସବୁ ନନ୍ ଭର୍ବାଲ କମ୍ୟୁନିକେସନ୍ ଭିତରେ ଗୋଟେ ଯିବ। ବୁଝିପାରିଲ ଛୁଆ? ତାପରେ ହେଉଛି ଇମ୍ପୋର୍ଟାନ୍ସ ଅଫ୍ କମ୍ୟୁନିକେସନ୍ ସ୍କିଲ୍ ଅଫ୍ ଫର୍ ଏ ଷ୍ଟୁଡେଣ୍ଟ। ଗୋଟେ ଷ୍ଟୁଡେଣ୍ଟ ପାଖର ଏଇ କମ୍ୟୁନିକେସନ୍ ସ୍କିଲ୍ଟା ରହିବା କାହିଁକି ଜରୁରୀ ଛୁଆ ସେଇଟା ଦେଖିବା। ଯେ କମ୍ୟୁନିକେସନ୍ ସ୍କିଲ୍ ଯଦି ଗୋଟେ ଛୁଆ ପାଖରେ ଥିବ, ଯଦି ସେ ବହୁତ ଭଲ ଭାବରେ କନଫିଡେଣ୍ଟଲି ଅନ୍ୟମାନଙ୍କ ସହିତ କଥା ହେଇପାରୁଥିବ ତାହେଲେ ସେ ଗୋଟେ ଫ୍ୟୁଚର କ୍ୟାରିୟର ସକ୍ସେସ୍ ଗୋଟେ ପାଇବ। ଯେଉଁଠି ବି ଇଣ୍ଟରଭ୍ୟୁକୁ ଯିବ ସେଠି ସେ ବହୁତ ଭଲ ଭାବରେ କମ୍ୟୁନିକେସନ୍ କରିପାରିବ, ଯାହାଦ୍ୱାରା ତାର କ୍ୟାରିୟର ସକ୍ସେସ୍ ପାଇବ ସେ। ତାପରେ ତାହାଦ୍ୱାରା ଏଇ ଯେଉଁ କମ୍ୟୁନିକେସନ୍ ସ୍କିଲ୍ ଥିବ ତାର ରିଡ଼ିଂରେ, ରାଇଟିଂରେ ବା ତା ସ୍ପିକିଂ ଏବିଲିଟିଜ୍ ଯେଉଁ ଅଛି, କଥା କହିବାର ଯେଉଁ ଶୈଳୀ ଅଛି ସିଏ ବି ଇମ୍ପ୍ରୁଭ୍ ହେବ। ବୁଷ୍ଟ କନଫିଡେନ୍ସ ଇନ୍ ଗିଭିଂ ପ୍ରେଜେଣ୍ଟେସନ୍ ଆଣ୍ଡ ସ୍ପିଚ୍। ଯଦି ତାର କମ୍ୟୁନିକେସନ୍ ସ୍କିଲ୍ଟା ବହୁତ ଭଲ ଥିବ ତାହେଲେ ସେ ଯେତେବେଳେ ପ୍ରେଜେଣ୍ଟେସନ୍ ଦେବ ବା ଗୋଟେ ସ୍ପିଚ୍ ଦେଉଛି, ଗୋଟେ ଡିବେଟ୍ ଦେଉଛି ତାହେଲେ ତାର କନଫିଡେନ୍ସ ମଧ୍ୟ ସେଇଠି ବୁଷ୍ଟ ହେବ। ହେଲ୍ପସ୍ ଏକ୍ସପ୍ରେସ୍ ଥଟ୍ସ ଫିଲିଙ୍ଗସ୍ ଆଣ୍ଡ ଆଇଡ଼ିଆଜ୍ କ୍ଲିୟରଲି। ହେଲା ସେ ଅନ୍ୟମାନଙ୍କ ଆଗରେ ତାର ନିଜର ଫିଲିଙ୍ଗସ୍, ନିଜର ଥଟ୍ସ ବା ତାର ଯେଉଁ ଆଇଡ଼ିଆ ଅଛି ସେ ବହୁତ ଭଲ ଭାବରେ କ୍ଲିୟରଲି ଅନ୍ୟମାନଙ୍କୁ ବୁଝେଇ ପାରିବ। ବିଲ୍ଡସ୍ ଗୁଡ୍ ରିଲେସନସିପ୍ ୱିଥ୍ ଟିଚର ଆଣ୍ଡ ପିୟର୍ସ। ଯଦି ଛୁଆର ଗୋଟେ କମ୍ୟୁନିକେସନ୍ ସ୍କିଲ୍ ଭଲ ଅଛି ତାହେଲେ ସେ ଟିଚରମାନଙ୍କ ସହିତ ଆଉ ତା ସାଙ୍ଗସାଥିମାନଙ୍କ ସହିତ ଭଲ ରିଲେସନ୍ ଗୋଟେ ରଖିପାରିବ ବା ଭଲ ତାର ସମ୍ପର୍କ ରହିବ ତା ସାଙ୍ଗମାନଙ୍କ ସହିତ। ବୁଝିପାରିଲ ଛୁଆ? ଦେଖ ତାପରେ ବୁଝିବା ସେଲ୍ଫ କ୍ରିଟିକାଲ ଆୱାରନେସ୍ ଅଫ୍ ୱାନ୍ସ ଆଟିଚ୍ୟୁଡ୍ ଟୁୱାର୍ଡସ୍ ଷ୍ଟୁଡେଣ୍ଟସ୍, ଟିଚିଂ ମେଟେରିଆଲ, ଇଣ୍ଟରେଷ୍ଟ ଇନ୍ ଷ୍ଟୁଡେଣ୍ଟସ୍ ଆଣ୍ଡ ସବଜେକ୍ଟ। ତାପରେ ଏତିକି ଅଛି ମୁଁ ୟାର ଓଭରଅଲ୍ କହିଦେଉଛି ଯେ ଗୋଟେ ଟିଚର ଜଣେ ତମେ ଯେତେବେଳେ ହେବ ତମର ଟିଚର ଯେଉଁ ସ୍କୁଲରେ ଡିଫରେଣ୍ଟ ଲୋକଙ୍କ ପ୍ରତି ଡିଫରେଣ୍ଟ ଟାଇପ୍ ଅଫ୍ ରେସ୍ପନ୍ସିବିଲିଟି ସବୁ ଥିବ। ଯେଉଁଭଳିଆ ତମର ଷ୍ଟୁଡେଣ୍ଟମାନଙ୍କ ପ୍ରତି କିଛି ଆଟିଚ୍ୟୁଡ୍ ରହିବ ବା କିଛି ରେସ୍ପନ୍ସିବିଲିଟି ରହିବ, ତମ ଟିଚିଂ ପ୍ରଫେସନ୍ ପ୍ରତି କିଛି ରହିବ, ଟିଚିଂ ଯେଉଁ ମେଟେରିଆଲ ତମେ ୟୁଜ୍ କରୁଛ ତା ପ୍ରତି କିଛି ରେସ୍ପନ୍ସିବିଲିଟି ରହିବ, ଛୁଆମାନଙ୍କର ଯେଉଁ ଇଣ୍ଟରେଷ୍ଟ ଅଛି ବା କାହା ଉପରେ ସେ କ'ଣ ପଢ଼ିବେ କ'ଣ ନାହିଁ ତା ପ୍ରତି ତମର କିଛି ମାନେ ରେସ୍ପନ୍ସିବିଲିଟି ରହିବ, ତମ ସବଜେକ୍ଟ ନଲେଜ୍ ପ୍ରତି କିଛି ଆଟିଚ୍ୟୁଡ୍ ରହିବ। ତ ଏଇ ବିଷୟରେ ଗୋଟେ ଗୋଟେ କରିକି ବିଟ୍ ବାଇ ବିଟ୍ ପଢ଼ିବା ଆଗକୁ। ଓକେ, ଯଦି ଏପର୍ଯ୍ୟନ୍ତ ଛୁଆ ଭିଡ଼ିଓଟା ଭଲ ଲାଗିଛି କିମ୍ବା ପାଠ ପଢ଼ାଟା ତୁମକୁ ଇଣ୍ଟରେଷ୍ଟ ଲାଗୁଛି, ପଢ଼ାଟା ଭଲ ଲାଗୁଛି, ତାହେଲେ ହେଉଛି ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଆଉ କମେଣ୍ଟରେ କହିବ ଯେ କେଉଁ ଭଳିଆ କ'ଣ ପଢ଼ା ଲାଗୁଛି କିମ୍ବା କେଉଁଠି ବୁଝି ହେଉଛି କେଉଁଠି ବୁଝି ହେଉନି।
ओके। सेल्फ क्रिटिकल अवेयरनेस। ओके। सेल्फ क्रिटिकल अवेयरनेस माने कौन छुआ? A self-critical awareness means a teacher thinks deeply about their own action and tries to improve continuously to help students learn better. Self-critical awareness ମାନେ କ'ଣ? ଯେତେବେଳେ ଟିଚର ମାନେ ନିଜର ଆକ୍ସନ ବିଷୟରେ ହେଲା ଯଦି ଛୁଆମାନଙ୍କର ପରୀକ୍ଷାରେ ଖରାପ ରହୁଛି ତାହେଲେ ଫାଷ୍ଟ ସେ ଛୁଆମାନଙ୍କୁ ଦାୟୀ ନ ଦେଇକି ନିଜର ଆକ୍ସନ ବିଷୟରେ ବା ସେ ଠିକ୍ ଭାବରେ ପଢ଼େଇଛନ୍ତି ନା ନାହିଁ ତା ଉପରେ ବହୁତ ଭଲ ଭାବରେ ଭାବିବେ ଆଉ ସିଏ ନିଜକୁ ଇମ୍ପ୍ରୁଭ୍ କରିବା ପାଇଁ କଣ୍ଟିନ୍ୟୁଅସଲି ଟ୍ରାଏ କରିବେ ଯାହାଦ୍ୱାରା ଛୁଆମାନଙ୍କର ପଢ଼ାଟା ଆହୁରି ଭଲସେ ହେଇପାରିବ ଛୁଆମାନେ ଆହୁରି ଭଲସେ ବୁଝିପାରିବେ ତାକୁ ହିଁ କୁହାଯିବ ସେଲ୍ଫ କ୍ରିଟିକାଲ ଆୱାରନେସ୍। ବୁଝିପାରିଲ? ତ ସେଲ୍ଫ କ୍ରିଟିକାଲ ଓଭରାଲି ଏଇଟା ଯେ ସାର୍ ମାନେ ଫାଷ୍ଟ ନିଜକୁ ଇମ୍ପ୍ରୁଭ୍ କରିବା ପାଇଁ ଚାହିଁବେ ଯାହାଦ୍ୱାରା ଗୋଟେ ଛୁଆଟା ବହୁତ ଭଲ ଭାବରେ ପଢ଼ିପାରିବ ତାକୁ କୁହାଯିବ ସେଲ୍ଫ କ୍ରିଟିକାଲ ଆୱାରନେସ୍। ଯେତେବେଳେ ବି ତୁମକୁ ପଡ଼ିବ ଆଟିଚ୍ୟୁଡ୍ ଟୁୱାର୍ଡସ୍ ଷ୍ଟୁଡେଣ୍ଟ କିମ୍ବା ଆଟିଚ୍ୟୁଡ୍ ଟୁୱାର୍ଡସ୍ ଷ୍ଟୁଡେଣ୍ଟସ୍ ଇଣ୍ଟରେଷ୍ଟ ଫାଷ୍ଟ ତୁମେ ଏଇଟା ଇଣ୍ଟ୍ରୋଡକ୍ସନ୍ ଫାଷ୍ଟ ଦେବ ଯେ ସେଲ୍ଫ କ୍ରିଟିକାଲ ଆୱାରନେସ୍ କାହାକୁ କୁହାଯାଏ ତାପରେ ତୁମେ ଯେଉଁଟା ପଢ଼ିଥିବ ୟା ଭିତରୁ ସେଇ ପଏଣ୍ଟଟା ଲେଖିବା ପାଇଁ ଟ୍ରାଏ କର। ବୁଝିଲ? ଦେଖ ଦେ ବିଲ୍ଡ କ୍ଲାସରୁମ୍ କମ୍ୟୁନିକେସନ୍ ଥ୍ରୁ ଦି ଆଡପ୍ଟିଂ ବେଷ୍ଟ ଟିଚିଂ ପ୍ରାକ୍ଟିସେସ୍ ଆଣ୍ଡ ପର୍ସନାଲ ଡେଡିକେସନ୍। ଯେଉଁ ଟିଚର ମାନେ ଅଛନ୍ତି ସେ କ'ଣ କରିବେ ନା କ୍ଲାସରୁମ୍ କମ୍ୟୁନିଟିଜ୍କୁ ଆଉ ବହୁତ ଭଲ ଭାବରେ ବନେଇ ପାରିବେ ଯଦି ତାଙ୍କ ପାଖରେ ଏଇ ଆୱାରନେସ୍ଟା ଥିବ ସେ ନିଜକୁ ଯଦି ଇମ୍ପ୍ରୁଭ୍ କରିବେ ତାଦ୍ୱାରା ସେ କ'ଣ କରିବେ କ୍ଲାସରୁମ୍ଟାକୁ ବହୁତ ଭଲ ଭାବରେ ବନେଇ ପାରିବେ ତାଦ୍ୱାରା ତାଙ୍କର ଯେଉଁ ଛୁଆମାନଙ୍କୁ ଯେଉଁ ପାଠ ପଢ଼ାଉଛନ୍ତି ବା ତାଙ୍କର ଯେଉଁ ନିଜର ଯେଉଁ ଡେଡିକେସନ୍ ଲେବୁଲ୍ ଅଛି ତାହାଦ୍ୱାରା ସେ ନିଜର କ୍ଲାସରୁମ୍ଟାକୁ ବହୁତ ଭଲ ଭାବରେ ବନେଇ ପାରିବେ ହେଲା। ତାପରେ ଦେଖିବା ଗୋଟେ ଗୋଟେ ପଏଣ୍ଟ ଦେଖିବା ଫାଷ୍ଟ ହେଉଛି ଆଟିଚ୍ୟୁଡ୍ ଟୁୱାର୍ଡସ୍ ଷ୍ଟୁଡେଣ୍ଟ। ଦେଖ ସାର୍ ମାନଙ୍କର ଷ୍ଟୁଡେଣ୍ଟ ପ୍ରତି କ'ଣ ଆଟିଚ୍ୟୁଡ୍ ରହିବା ଦରକାର ନା ଟିଚର୍ସ ବିହେଭିୟର ଆଣ୍ଡ କମ୍ୟୁନିକେସନ୍ ଆଫେକ୍ଟ ଷ୍ଟୁଡେଣ୍ଟସ୍ ମୋଟିଭେସନ୍ ଆଣ୍ଡ ଷ୍ଟୁଡେଣ୍ଟ। ଯେଉଁ ଟିଚର ମାନଙ୍କର ବିହେଭିୟର ଅଛି ବା ଛୁଆମାନଙ୍କ ସହିତ କଥା କହିବାର ଯେଉଁ ଶୈଳୀ ଅଛି ସେଟା ଛୁଆମାନଙ୍କର ସକ୍ସେସ୍ ଉପରେ ଆଉ ଛୁଆମାନଙ୍କର ମୋଟିଭେସନ୍ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ। ତୁମ ସ୍କୁଲରେ ବି ଦେଖିବ ତୁମେ ଯେତେବେଳେ ବି 10th କ୍ଲାସ୍ରେ ଥିବ ବହୁତ 7-8 ଜଣ ସାର୍ ଥିବେ କିନ୍ତୁ ତୁମକୁ ତା ଭିତରୁ କେତେ 3-4 ଜଣ ବହୁତ ଫେଭରେଟ୍ ଲାଗୁଥିବେ ବହୁତ ଭଲ ଲାଗୁଥିବେ କାହିଁକି ନା ତାଙ୍କର କଥା କହିବା ଶୈଳୀ ବା ତାଙ୍କର ବ୍ୟବହାର ଛୁଆମାନଙ୍କୁ ପସନ୍ଦ ଆସେ ହେଲା। ଇଫେକ୍ଟିଭ୍ ଟିଚର୍ସ ଶୋ କେୟାର କାଇଣ୍ଡନେସ୍ ଆଣ୍ଡ ରେସ୍ପେକ୍ଟ ଫର୍ ଦି ଟିଚର୍ସ। ଯେଉଁ ସାର୍ ମାନେ ଇଫେକ୍ଟିଭ୍ ଟିଚର ମାନେ ଯେଉଁ ଆଡ଼କୁ ଯାହା ପାଖରେ ବହୁତ ଗୁଡ଼ିଏ ସ୍କିଲ୍ ଅଛି ସେ ଛୁଆମାନଙ୍କୁ କେୟାର କରିଥାନ୍ତି ତାଙ୍କୁ ହେଉଛି ରେସ୍ପେକ୍ଟ କରିଥାନ୍ତି ଛୁଆଙ୍କ କଥାକୁ ଛୁଆ ଯାହା କହୁଛନ୍ତି ତାଙ୍କୁ ଭଲ ଭାବରେ ଶୁଣିବା ପାଇଁ ଚେଷ୍ଟା କରିଥାନ୍ତି ଏସବୁ ଆଡ଼କ ଥାଏ ଗୋଟେ ଟିଚର ପାଖର କ୍ୱାଲିଟି। ଏ ପଜିଟିଭ୍ ଟିଚର ଷ୍ଟୁଡେଣ୍ଟ ରିଲେସନସିପ୍ ଫଷ୍ଟର୍ସ ହେଲ୍ଦି ଲର୍ଣ୍ଣିଂ ଏନଭାରମେଣ୍ଟ। ଗୋଟେ ଟିଚର ଆଉ ଷ୍ଟୁଡେଣ୍ଟମାନଙ୍କ ଭିତରେ ଯଦି ଗୋଟେ ଭଲ ରିଲେସନସିପ୍ ରହିଲା ବା ଭଲ ଯଦି ସମଝୋତା ଗୋଟେ ରହିଲା ତାହେଲେ ସେ କ'ଣ ହେବ ଗୋଟେ ଭଲ ଲର୍ଣ୍ଣିଂ ଏନଭାରମେଣ୍ଟ ବା ଗୋଟେ ଭଲ ସ୍କୁଲ ପରିବେଶ ଗୋଟେ ତିଆରି କରିପାରିବ। ଦେଖ 5 କି ଆଟିଚ୍ୟୁଡ୍ସ ଅଫ୍ ଇଫେକ୍ଟିଭ୍ ଟିଚର୍ସ। ଗୋଟେ ଟିଚର ପାଖର 5ଟା ଆଟିଚ୍ୟୁଡ୍ ରହିବା ଦରକାର ଗୋଟେ ତାହାର ଷ୍ଟୁଡେଣ୍ଟମାନଙ୍କ ପ୍ରତି। ଫାଷ୍ଟ ହେଉଛି ଡେମନଷ୍ଟ୍ରେଟିଂ କେୟାରିଂ ଆଣ୍ଡ କାଇଣ୍ଡନେସ୍ ଶୋ ଲଭ୍ ପେସେନ୍ସ ଆଣ୍ଡ ରେସ୍ପେକ୍ଟ ଫର୍ ଏଭ୍ରି ଷ୍ଟୁଡେଣ୍ଟ। ଯେକୌଣସି ବ୍ୟାକଗ୍ରାଉଣ୍ଡର ଛୁଆ ହେଉଥାଉ ନା କାହିଁକି ଯେକୌଣସି ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ହଉ ଯେକୌଣସି କାଷ୍ଟର ଛୁଆ ହେଇଥାଉ ନା କାହିଁକି ସମସ୍ତଙ୍କ ପ୍ରତି ଗୋଟେ ଟିଚର ଲଭ୍ ଦେଖେଇବ ତାଙ୍କୁ ହେଉଛି ରେସ୍ପେକ୍ଟ କରିବ ତା କଥାଟାକୁ ବହୁତ ଭଲ ଭାବରେ ଶୁଣିବା ଦରକାର। ସେକେଣ୍ଡ ହେଉଛି ସେୟାରିଂ ରେସ୍ପନ୍ସିବିଲିଟି ଇନଭଲ୍ଭିଂ ଷ୍ଟୁଡେଣ୍ଟସ୍ ଇନ୍ ଟିଚିଂ ଲର୍ଣ୍ଣିଂ ପ୍ରୋସେସ୍। ଛୁଆମାନଙ୍କୁ ଟିଚିଂ ଲର୍ଣ୍ଣିଂ ପ୍ରୋସେସ୍ରେ ଇନଭଲ୍ଭମେଣ୍ଟ କରିବ ମାନେ ଛୁଆମାନଙ୍କୁ ଆକ୍ଟିଭଲି ପଢ଼ାଇବା ପାଇଁ ଚେଷ୍ଟା କରିବେ। କିଛି ଯଦି ପ୍ରୋଜେକ୍ଟ ହେଉଛି ସେଠି ସାର୍ ଆଉ ଛୁଆ ଦୁଇ ଜଣ ମିଶିକି କରିବେ। କିଛି ଯଦି ତୁମର ହେଉଛି କେଉଁଠି ଗୋଟେ ଷ୍ଟଡି ଟ୍ରିପ୍ରେ ଯାଉଛ ତାହେଲେ ସେଠି ଛୁଆମାନଙ୍କୁ ବି କିଛି କିଛି ଦାୟିତ୍ୱ ଦେବା ଦରକାର। ସେ କହୁଛି ଯେ ରେସ୍ପନ୍ସିବିଲିଟି ଯେଉଁ ଅଛି ସ୍କୁଲରେ ଯେତିକି ରେସ୍ପନ୍ସିବିଲିଟି ଅଛି ସେଇଟା ଛୁଆ ଆଉ ସାର୍ ଦୁଇ ଜଣ ଭିତରେ ସେୟାରିଂ କରିକି ନେବା ଦରକାର। ଏଇଟା ଗୋଟେ ଯଦି ସେୟାରିଂ କରିକି ନେଉଛନ୍ତି ତାହେଲେ ସେମାନେ ବହୁତ ଭଲ ଭାବରେ ପଢ଼ିପାରିବେ ବା ସାର୍ ଆଉ ଟିଚରମାନଙ୍କ ପ୍ରତି ଭିତରେ ତାଙ୍କର ଯେଉଁ ବଣ୍ଡିଙ୍ଗଟା ଅଛି ବହୁତ ଭଲ ହୋଇପାରିବ। ତାପରେ ସେନ୍ସିଟିଭଲି ଆକ୍ସେପ୍ଟିଂ ଡାଇଭର୍ସିଟି ରେସ୍ପେକ୍ଟିଂ ଇଣ୍ଡିଭିଜୁଆଲ ଇଣ୍ଡିଫରେନ୍ସ ମାନେ ୟା ମାନେ କ'ଣ ଡାଇଭର୍ସିଟି ମାନେ କ'ଣ ନା ବିବିଧତା ମାନେ ହେଉଛି କ'ଣ ଡିଫରେଣ୍ଟ ଟାଇପ୍ ଅଫ୍ ଯେଉଁ ସ୍କୁଲର ଯେଉଁ ଛୁଆମାନେ ଅଛନ୍ତି ସମସ୍ତଙ୍କ ପ୍ରତି ସାର୍ମାନଙ୍କର ଆଟିଚ୍ୟୁଡ୍ ସମାନ ହେବା ଦରକାର ଆଉ ସମସ୍ତଙ୍କୁ ସେମାନେ ରେସ୍ପେକ୍ଟ କରିବା ଦରକାର। ଫୋଷ୍ଟରିଂ ଇଣ୍ଡିଭିଜୁଆଲାଇଜ୍ଡ ଇନଷ୍ଟ୍ରକ୍ସନ୍ସ ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ଇଚ୍ ଷ୍ଟୁଡେଣ୍ଟ ଲାର୍ନସ୍ ଡିଫରେଣ୍ଟଲି। ସାର୍ମାନେ ଏଇଟା ବୁଝିବା ଦରକାର ଯେ ହେଉଛି ସବୁ ଛୁଆମାନେ ଡିଫରେଣ୍ଟଲି ଲର୍ନ କରନ୍ତି। ସବୁ ଛୁଆମାନେ 100ରୁ 100 ଆଣିବେନି କି ସବୁ ଛୁଆମାନେ କ୍ଲାସ୍ର ଫାଷ୍ଟ ଆସିବେନି। ତ ଏଇଟା ସାର୍ମାନଙ୍କୁ ବୁଝିକି ତ ସବୁ ଛୁଆଙ୍କୁ ତାଙ୍କ ନିଜର କ୍ୟାପାବିଲିଟି ଅନୁସାରେ ଟାସ୍କ ଦେବା ଦରକାର। ତାପରେ ଏନକରେଜିଂ କ୍ରିଏଟିଭିଟି ସପୋର୍ଟସ୍ ନ୍ୟୁ ଆଇଡ଼ିଆଜ୍ ଆଣ୍ଡ ଫ୍ରି ଥିଙ୍କିଂ ଇନ୍ କ୍ଲାସରୁମ୍ସ। ଯେଉଁ ସାର୍ମାନେ ଥିବେ ତ ସେ ଛୁଆମାନଙ୍କୁ କ୍ରିଏଟିଭିଟି ପାଇଁ ଏନକରେଜମେଣ୍ଟ କରିବା ଦରକାର ଛୁଆମାନଙ୍କୁ ସପୋର୍ଟ କରିବା ଦରକାର। ଛୁଆମାନେ କ୍ଲାସ୍ରେ ନୂଆ ନୂଆ ଆଇଡ଼ିଆ ସବୁ ସାର୍ଙ୍କୁ କହିବେ ଫ୍ରି ଥିଙ୍କିଂ ଦେବା ଦରକାର ତାଙ୍କୁ କିଛି ରେଷ୍ଟ୍ରିକ୍ସନ୍ ନାହିଁ ସେ ଯାହା ତାଙ୍କ ମନକୁ ଆସୁଛି ସେ ଭାବିକି କିଛି ସାର୍ଙ୍କୁ କହିବେ କିଛି ଆଇଡ଼ିଆସ୍ କହିବେ ଏସବୁ କ୍ଲାସରୁମ୍ରେ ହେବା ଦରକାର।
ବୁଝିପାରିଲ ଇଏ ଥିଲା ସାର୍ ଛୁଆମାନଙ୍କ ପ୍ରତି କ'ଣ କ'ଣ ଆଟିଚ୍ୟୁଡ଼। ତାପରେ ହେଉଛି ଯେ ତାଙ୍କର ଟିଚିଂ ପ୍ରଫେସନ୍ ପ୍ରତି କ'ଣ ଆଟିଚ୍ୟୁଡ଼ ରହିବା ଦରକାର। ଟିଚିଂ ଇଜ୍ ଏ ନୋବେଲ୍ ପ୍ରଫେସନ୍ ଡାଇରେକ୍ଟଲି ଲିଙ୍କ୍ ଟୁ ସର୍ଭିଂ ଫ୍ୟୁଚର୍ ସିଟିଜେନସିପ୍। ଟିଚିଂ ଛୁଆ ଟିଚିଂ ଜବ୍ଟା ସବୁଠୁ ଭଲ ଜବ୍, କାହିଁକିନା ତୁମେ ଦୁନିଆର ଯିଏ ବି ଯେଉଁ ପ୍ରଫେସନ୍କୁ ଯାଉଛି ଫାଷ୍ଟ ସେ କାହା କତରୁ ପଢ଼ୁଛି, ଗୋଟେ ଟିଚର୍ କତରୁ ଶିଖିକି ହିଁ ସେ ଚାରିଆଡ଼ିକି ବ୍ୟାପି ଯାଉଛି। ତ ତୁମେ ହେଉଛି କ'ଣ କରୁଛ ନା ଇଣ୍ଡିଆର ଫ୍ୟୁଚର୍କୁ ଗଢ଼ିବାର ଦାୟିତ୍ୱ ତୁମ ପାଖରେ ଅଛି। ତ ସେଇଥିପାଇଁ କୁହାଯାଏ ଟିଚିଂ ହେଉଛି ଗୋଟେ ସବୁଠୁ ଭଲ ବା ଗୋଟେ ନୋବେଲ୍ ପ୍ରଫେସନ୍ ବୋଲି କୁହାଯାଏ। ଏ ଟିଚର୍ସ ବିଲିଭ୍ ମାଇଣ୍ଡସେଟ୍ ଆଣ୍ଡ ଜବ୍ ସାଟିସ୍ଫ୍ୟାକ୍ସନ୍ ଇନଫ୍ଲୁଏନ୍ସ ଟିଚିଂ କ୍ୱାଲିଟି। ଯଦି ଗୋଟେ ଟିଚର୍ର ବିଲିଭ୍ ଠିକ୍ ଥିବ ବା ତାର ଯଦି ମାଇଣ୍ଡସେଟ୍ ଠିକ୍ ଥିବ ଆଉ ସେ ଯେଉଁ ଜବ୍ କରୁଛି ସେଠି ଯଦି ତାକୁ ସାଟିସ୍ଫ୍ୟାକ୍ସନ୍ ହେଉଥିବ ତାହେଲେ ସେ ଟିଚିଂଟା ବହୁତ ଭଲ ଦେଇପାରିବ ବା ସେ ଛୁଆମାନଙ୍କୁ ବହୁତ ଭଲରେ ପଢ଼େଇ ପାରିବ। ଟିଚିଂ ରିକ୍ୱାର୍ସ ଲଭ୍ ଡେଡିକେସନ୍ ଆଣ୍ଡ କମିଟମେଣ୍ଟ। ଏ ଯେଉଁ ଟିଚିଂ ପ୍ରଫେସନ୍ ଇଏ ହେଉଛି ଟିଚର୍ର ଲଭ୍ ଦରକାର, ୟା ପ୍ରତି ଟିଚର୍ର ଡେଡିକେସନ୍ ଦରକାର ଛୁଆମାନଙ୍କ ପ୍ରତି, ଆଉ ସିଏ ହେଉଛି ଏଇ ପ୍ରଫେସନ୍ ପ୍ରତି କମିଟମେଣ୍ଟ ହେବା ଦରକାର। Teacher face challenges in teaching such as varying student ability and poor classroom management। ଯେହେତୁ ଗୋଟେ ଟିଚର ତ ଚାହୁଁଛି ସେ ଛୁଆମାନଙ୍କୁ ବହୁତ ଭଲ ଭାବରେ ପଢ଼େଇବା ପାଇଁ, ତାହାର ରେସ୍ପନ୍ସିବିଲିଟି ସେ ତୁଲେଇବା ପାଇଁ ଚାହୁଁଛି, କିନ୍ତୁ ସ୍କୁଲର କିଛି ଏମିତିଆ କିଛି ଜିନିଷ ଅଛି ଯାହାଦ୍ୱାରା ସେ ଏଠି ଚ୍ୟାଲେଞ୍ଜେସ୍ ଫେସ୍ କରୁଛି ବା ବ୍ୟାରିୟର୍ସ ଫେସ୍ କରୁଛି। କ'ଣ ସେଆଡ଼କ ନା ଡିଫରେଣ୍ଟ ଟାଇପ୍ ଅଫ୍ ଷ୍ଟୁଡେଣ୍ଟଙ୍କର ଏବିଲିଟିର ଛୁଆ ହେଉଛନ୍ତି। ସମସ୍ତେ ତ ଗୋଟେ ଥରର ଛୁଆମାନେ ବୁଝି ନେବେନି, ତ ତାଙ୍କୁ କିଏ 2 ଥର ବୁଝିବ, କିଏ 5 ଥର ବୁଝିବ, ତ ସେଟା ବି ତାଙ୍କ ଭିତରେ ଗୋଟେ ଚ୍ୟାଲେଞ୍ଜେସ୍ ଟିଚରମାନଙ୍କ ପ୍ରତି। ଆଉ ହେଉଛି ପୋର୍ କ୍ଲାସରୁମ୍ ମ୍ୟାନେଜମେଣ୍ଟ। କେଉଁଠି ହେଉଛି ଛୁଆ ବସିବା ପାଇଁ ଠିକ୍ ସେ ନାହିଁ, କେତେବେଳେ ଛାତରୁ ହେଉଛି ପାଣି ଗଡ଼ୁଛି, ତ ଯେତେବେଳେ କ୍ଲାସରୁମ୍ ମ୍ୟାନେଜମେଣ୍ଟଟା ବହୁତ ଖରାପ ହେବ ତାହାଦ୍ୱାରା ମଧ୍ୟ ଟିଚରମାନେ ବହୁତ ହେଉଛି ଚ୍ୟାଲେଞ୍ଜେସ୍ ଫେସ୍ କରିବେ। ଦେଖ ସେଭରାଲ୍ ଫ୍ୟାକ୍ଟର୍ସ ଇନଫ୍ଲୁଏନ୍ସିଂ ଟିଚର୍ସ ଆଟିଚ୍ୟୁଡ୍ ଟୁୱାର୍ଡସ୍ ଟିଚିଂ। ଏଇ ଯେଉଁ ଟିଚିଂ ପ୍ରତି ଯେଉଁ ଟିଚରମାନଙ୍କର ଆଟିଚ୍ୟୁଡ୍ ଅଛି ସେଇଟା କାହା କେଉଁ ଫ୍ୟାକ୍ଟର ଦ୍ୱାରା ହେଉଛି ଇନଫ୍ଲୁଏନ୍ସ ହେଉଛି। ଦେଖ ଫାଷ୍ଟ ହେଉଛି ପୋର୍ କ୍ଲାସରୁମ୍ ମ୍ୟାନେଜମେଣ୍ଟ। ଯଦି କ୍ଲାସରୁମ୍ଟା ଠିକ୍ ଭାବରେ ମ୍ୟାନେଜମେଣ୍ଟ ନହେଲା ତାହେଲେ ଗୋଟେ ଟିଚରଟେ ଭଲ ଟିଚିଂ ଦେଇପାରିବ ନାହିଁ। ପୋର୍ ମ୍ୟାନେଜମେଣ୍ଟ ଅଫ୍ ଲର୍ଣ୍ଣିଂ ରିସୋର୍ସେସ୍। ଯେଉଁ ଛୁଆମାନଙ୍କର ବହି ଖାତା ଅଛି ବା ଯେଉଁ TLM ଅଛି ବା ଯେଉଁ ଲେସନ୍ ପ୍ଲାନ୍ ଅଛି, ଯଦି ସେ ଠିକ୍ ଭାବରେ ସବୁ ଏଭେଲେବୁଲ୍ ନଥିବ ସ୍କୁଲରେ, ତାହାଦ୍ୱାରା ମଧ୍ୟ ସାର୍ ଜଣେ ଭଲ ଟିଚିଂ ଦେଇପାରିବେ ନାହିଁ। No basic facilities like furniture, tool or technology in school। ଯଦି ସ୍କୁଲର ବେସିକ୍ ଫେସିଲିଟିଜ୍ ଆଡ଼କ ନାହିଁ, ଯେଉଁଭଳିଆ ସ୍କୁଲରେ ଫର୍ଣ୍ଣିଚର ହେଇକି ରହିବା ଦରକାର, ଛୁଆମାନଙ୍କ ପାଇଁ ଡେସ୍କ ବେଞ୍ଚ ରହିବା ଦରକାର, ବା ଯେଉଁ ହେଉଛି ବହି ଖାତା ରହିବା ଦରକାର, ଟେକ୍ନୋଲୋଜି ଯେଉଁ ସବୁ ରହିବା ଦରକାର, ସେ ଯଦି ନଥିବ ତାହେଲେ ମଧ୍ୟ ଜଣେ ସାର୍ ଭଲ ଭାବରେ ପଢ଼େଇ ପାରିବେ ନାହିଁ ଛୁଆଙ୍କୁ। ତାପରେ ହେଉଛି କ'ଣ ଲ୍ୟାକ୍ ଅଫ୍ ସପୋର୍ଟ ଫ୍ରମ୍ ଦି ପ୍ୟାରେଣ୍ଟସ୍ ଆଣ୍ଡ ଆଡମିନିଷ୍ଟ୍ରେସନ୍। ଯଦି ସାର୍ମାନଙ୍କୁ ପ୍ୟାରେଣ୍ଟସ୍ ଆଉ ଆଡମିନିଷ୍ଟ୍ରେସନ୍ ପାଖରୁ ଯଦି ଠିକ୍ ଭାବରେ ସପୋର୍ଟ ନ ମିଳୁଥାଏ ସେଟା ମଧ୍ୟ ତାଙ୍କ ପାଇଁ ଗୋଟେ ବ୍ୟାରିୟର ହେବ। ତାପରେ ଲୋ ସାଲେରୀ ଆଣ୍ଡ ଲୋ ସୋସିଆଲ ରେକଗ୍ନିସନ୍। ଯଦି ଟିଚରମାନଙ୍କୁ ଠିକ୍ ଭାବରେ ସାଲେରୀ ମିଳିବନି, ତାଙ୍କ କାମ ଅନୁସାରେ ଯଦି ତାଙ୍କୁ ସାଲେରୀ ନ ମିଳିଲା, ଯଦି ସୋସାଇଟିରେ ତାଙ୍କୁ ଗୋଟେ ରେସପେକ୍ଟ ନ ମିଳିଲା, ତାହେଲେ ମଧ୍ୟ ସେମାନଙ୍କର ଟିଚିଂ ପ୍ରତି ତାଙ୍କର ଯେଉଁ ଇଫେକ୍ଟିଭନେସ୍ ଅଛି ସେଟା କମିଯିବ। ତାପରେ ଇନସଫିସିଏଣ୍ଟ ଟ୍ରେନିଂ ଆଣ୍ଡ ପ୍ରଫେସନାଲ ଗ୍ରୋଥ୍ ଅପରଚ୍ୟୁନିଟି। ଯଦି ତାଙ୍କୁ ଠିକ୍ ଭାବରେ ଟ୍ରେନିଂ ନ ଦିଆହେଲା, ନୂଆ ନୂଆ ଜିନିଷ ବିଷୟରେ ତାଙ୍କୁ ଯଦି ନ ଜଣାହେଲା, ଯଦି ତାଙ୍କର ହେଉଛି ଇନକ୍ରିମେଣ୍ଟ ନ ହେଲା, ତାଙ୍କର ଯଦି ପ୍ରଫେସନାଲ ଗ୍ରୋଥ୍ ନ ହେଲା, ତାହେଲେ ହେଉଛି ମଧ୍ୟ ସେ ଟିଚିଂକୁ ଏତେ ଭଲ ଭାବରେ ଦେଇପାରିବେନି ବା ତାଙ୍କର ଗୋଟେ ଟିଚିଂ ଜବ୍ ପ୍ରତି ତାଙ୍କର ଗୋଟେ ଯେଉଁ ରେସ୍ପନ୍ସିବିଲିଟି ଅଛି ସେଟା ଧୀରେ ଧୀରେ କମି ବି ଯିବ। ତାପରେ ଓଭରଲୋଡ୍ ଅଫ୍ ୱାର୍କ ବିହଣ୍ଡ ଟିଚିଂ କାପାସିଟି। ଗୋଟେ ଟିଚରର ଯେତିକି କାପାସିଟି ଅଛି ତାଠୁ ଯଦି ତାକୁ ଅଧିକା କାମ ଦେଇ ଦେଉଛ, ତାହେଲେ ସେ କାମଟାକୁ ସେ ଠିକ୍ ଭାବରେ କରିପାରିବନି ହେଲା। ଆଉ ଯଦି କରିବ ସବୁ ଖଣ୍ଡିଆ ମଣ୍ଡିଆ କରିବ, ତାହାଦ୍ୱାରା ମଧ୍ୟ ତାର ଟିଚିଂଟା ଇଫେକ୍ଟ ହେବ। ତ ବୁଝିପାରିଲ ଏତିକି ଯେ ଟିଚିଂ କେମିତି ହେଉଛି କ'ଣ ଇଫେକ୍ଟ ହେଇଥାଏ, କେମିତି ସାର୍ମାନେ କ'ଣ ଦେଇଥାନ୍ତି, ତ ଏଇଟା ହେଉଛି ପୁରା ଡିଟେଲ୍ସରେ ଥିଲା। ତାପରେ ବୁଝିବା ଛୁଆ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ ହେଲା, ଯେଉଁଟା ଆମେ କହୁଛନ୍ତି କ'ଣ TLM କ'ଣ ଛୁଆ ନା TLM ଯେଉଁ ବହି ଖାତା କିମ୍ବା ତୁମର ପିକ୍ଚର ଚାର୍ଟ ଗ୍ଲୋବ୍ ଯାହାଦ୍ୱାରା ଗୋଟେ ଷ୍ଟୁଡେଣ୍ଟ ଆଉ ସାର୍ ଜଣେ ଇଜିଲି ପାଠଟାକୁ ପଢ଼ି ପାରୁଛନ୍ତି ଆଉ ଷ୍ଟୁଡେଣ୍ଟଟା ଇଜିଲି ସେ ପାଠଟାକୁ ବୁଝିପାରୁଛି, ଯାହାଦ୍ୱାରା ତାକୁ ଆମେ କହିବା TLM ବୋଲି କହିବା। ତ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ ଆର୍ ଦ ରିସୋର୍ସେସ୍ ୟୁଜ୍ ବାଇ ଟିଚର ଆଣ୍ଡ ଲର୍ଣ୍ଣର୍ସ ଟୁ ମେକ୍ ଦି ଟିଚିଂ ଲର୍ଣ୍ଣିଂ ପ୍ରୋସେସ୍ ମୋର୍ ଇଣ୍ଟରେଷ୍ଟିଂ ଆଣ୍ଡ ଅଣ୍ଡରଷ୍ଟାଣ୍ଡେବଲ୍। ଯେଉଁ ସ୍କୁଲରେ ଯେଉଁ ରିସୋର୍ସ ଆଡ଼କ ଟିଚର ୟୁଜ୍ କରନ୍ତି, ମାନେ ଛୁଆମାନେ ୟୁଜ୍ କରନ୍ତି, ଯାହାଦ୍ୱାରା ସେ ଯେଉଁ ଟିଚିଂ ଲର୍ଣ୍ଣିଂ ପ୍ରୋସେସଟା ଅଛି ବା ତାଙ୍କର ଯେଉଁ ପାଠ ପଢ଼ିବାର ଯେଉଁ ୱେଟା ଅଛି ଆହୁରି ଅଧିକାରୁ ଅଧିକା ଇଣ୍ଟରେଷ୍ଟିଂ ହେବ ଆଉ ଛୁଆମାନେ ବହୁତ ଭଲ ଭାବରେ ବୁଝିପାରିବେ ସେ ରିସୋର୍ସ ଆଡ଼କ ୟୁଜ୍ କରିକି। ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ ଆର୍ ଏସେନ୍ସିଆଲ ଟୁଲ୍ ଇନ୍ ମଡର୍ଣ୍ଣ ଏଜୁକେସନ୍। ଆମର ଯେଉଁ ଏଜୁକେସନ୍ ସିଷ୍ଟମ୍ ଅଛି ସେଠି ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ ଆଡ଼କୁ ବହୁତ ହିଁ ଦରକାର ହେଇଥାଏ, ଯାହାଦ୍ୱାରା ଗୋଟେ ଛୁଆଟା ଭଲ ଭାବରେ ବୁଝିପାରିବ। ଦେ ହେଲ୍ପ ଷ୍ଟୁଡେଣ୍ଟ ଅଣ୍ଡରଷ୍ଟାଣ୍ଡ ଡିଫିକଲ୍ଟ ଟପିକ୍ସ ଇନ୍ ଏ ଇଜି ୱେ। ଏ ଟିଚିଂ ଆମର TLM ଆଡ଼କ ଗୋଟେ ବହୁତ କଷ୍ଟ ପାଠଟାକୁ ବହୁତ ଇଜି ୱେରେ ବୁଝେଇ ଦେଇଥାଏ।
एग्जांपल कौन छुआ सब टीएलएम रो देखो जो स्कूल रे जो चार्ट आड़क सब सर माने यूज करते ग्राफ पेपर आड़क यूज करते मॉडल सब थाए हार्ट रो मॉडल सब होचे स्केलेटन थाए तो मॉडल एंड स्पेसिमेन मध्ये जीवो तापर स्मार्ट बोर्ड आड़क थाए तापर होचे वीडियो जो सर माने देखते एक्सपेरिमेंट करते जो स्लाइड्स आड़क थाए ଆଉ ଯୋଉ ସବୁ ଲୋକାଲ ଅବଜେକ୍ଟ ଯାହା ଆଡ଼କ ସାର୍ ମାନେ ଆଣିକି ଯୋଉ ଆମର ସାଇନ୍ସ ଟିଚର ମାନେ ଆଣିକି ଲିପ୍ ଟୁଲ୍ ୱାଟର ସଏଲ୍ ଯାହା ସବୁ ୟୁଜ୍ କରିଥାନ୍ତି ଗୋଟେ କ୍ଲାସରୁମ୍ ଭିତରେ ଛୁଆମାନଙ୍କୁ ବୁଝେଇବା ପାଇଁ ପାଠଟାକୁ ଭଲ ଭାବରେ ବୁଝେଇବା ପାଇଁ ସିଆଡ଼କ ସବୁ ଛୁଆ ତା ଭିତରେ ଛୁଆ ଟିଏଲ୍ଏମ୍ ଭିତରେ ଯିବ ବୁଝିପାରିଲ ଏତିକି ତାପରେ ଏଜୁକେସନାଲ ଇମ୍ପୋର୍ଟାନ୍ସ ଅଫ୍ ଟିଏଲ୍ଏମ୍ ହେଲା ଏଜୁକେସନରେ ଟିଏଲ୍ଏମ୍ର କ'ଣ ଇମ୍ପୋର୍ଟାନ୍ସ ଅଛି ବା ଆମର ଯୋଉ ସ୍କୁଲରେ ଟିଏଲ୍ଏମ୍ର କ'ଣ ଇମ୍ପୋର୍ଟାନ୍ସ ରହିଛି ଫାଷ୍ଟ ତ ଟିଏଲ୍ଏମ୍ କ'ଣ କରିଥାଏ ନା ଟିଏଲ୍ଏମ୍ ମେକ୍ ଲର୍ଣ୍ଣିଂ ଇଜିଅର एंड मोर अंडरस्टैंडेबल फॉर स्टूडेंट्स ये टीएलएम यूज करबा द्वारा हैला छुआ पाठटा तो बहुत इजी ही थाए छुआ माने बहुत इजीली बुझी परिबे ता थोड़ा कोन हबो ना छुआ माने बहुत भलो भाबे बुझी परिबे से पाठटा तमे एति गुटे खाली गुटे देखिबो हार्टटा विषय हार्टटा कोबला पंप करे कि हार्ट रो चैम्बर जो चारटा चैम्बर अछि कार कोन काम तमे एति खाली कहि देकी पळेबो छुआटा बुझी परिबो जदि सेटा को आनी कि पूरा देखेबो जे हां एटा होचे हार्ट एटा इबा होचे ब्लड भितर को आसे एठी होचे तमरो एको अच्छी एठिक आसला एठिक गला कि जहाँ भी अच्छी से हार्ट विषय तो जब बहुत कि स्पेसिमेन देखो जब मॉडल देखो ताने सब भले बुझीपर छुआटा तो टीएलएम कौन करता है पाठ पढ़ाटा को भल बुझे थाए आउ इजी कर थाए दे हेल्प एक्सप्लेनिंग डिफिकल्ट कॉन्सेप्ट्स थ्रू द विजुअल एंड हैंड्स ऑन मेथड जो कहली जो आड़क साइंस रो जो डिफिकल्ट कॉन्सेप्ट आड़क अच्छे मैथ रो जो डिफिकल्ट कॉन्सेप्ट आड़क अच्छे से आड़क से माने विजुअली कि हैंड्स ऑन मेथड रे माने जो प्रोजेक्ट आड़क करिके छुआ को बहुत भल भाव में बुझी थाती जदि तमे बुझीपार हार्टा पढ़ीदेला बुझीपार तुम यूट्यूब कौन कर 3D एनिमेशन भी बुझीपर सी आड़क मत स्कूल जब फैसिलिटीज थी सार मैंने यूट्यूब चलैक 3D एनिमेशन छुआ को बुझे पारे तब टीएलएम इंक्रीज स्टूडेंट एंगेजमेंट एंड कीप देयर अटेंशन ड्यूरिंग लेसन्स जदि तुम यह प्राक्टिकल करके छुआ पढ़ेब तान द्वारा कौन हम ना छुआ मान से पाठ प्रति इंटरेस्ट आसो छुआ मैंने बहुत भल भाव में एंगेजमेंट होकर क्लासरूम भितर बसी पारे आउ से लेसन प्रति अटेंशन बढ़ दे सपोर्ट डिफरेंटली लर्निंग स्टाइल विजुअल ऑडिटरी एंड काइनेस्थेटिक ये जो टीएलएम आड़क बहुत प्रकार लर्निंग स्टाइल यूज हो पारे जदि तुम किसी छुआ को विजुअल देखा चाहो से जहाँ यूज होता है टीएलएम भितर जीव जब तुम किसी आवाज शुणापी चाहो जदि रेडियो फिडियो किसी आवाज शुणापी चाहो सी टीएलएम भितर जीव आउ किसी फिल करने चाहो किसी एक्टिवली निजे हैंड्स मेथड दौच गोटे प्रोजेक्ट तैयारी करने चाहो से प्रोजेक्ट गुड़ाक टीएलएम भितर जीव टीएलएम एनकरेजेस एक्टिव पार्टिसिपेशन एंड इम्प्रूव लर्निंग आउटकम्स टीएलएम कौन करता है छुआ मान को एक्टिवली पार्टिसिपेट करता है और जो लर्निंग अच्छी तार भल रिजल्ट दे थाए है टीएलएम यूज करने द्वारा छुआटा ओभराली पाठटा को बहुत भल भाव में बुझी पारि था बुझीपार छुआटा देख तापर देखा इंटरेस्ट इन स्टूडेंट्स ये जी सब छुआ मुझे लिखी बहुत इजी वे सब लिखी आ तुम बुक रे देखो यहाँ मिनिमम 4 ରୁ 5 पारी खंडे यहाँ अच्छी से पढ़ापी भी तुमको विरक्त लगुव तो से मुझे बहुत सिंपल वे हूँ समराइज करके बहुत जी तुम एग्जाम दरकार से लेखा तापर बुझा छुआ इंटरेस्ट इन स्टूडेंट्स है जो टीचर मानकर स्टूडेंट प्रति कौन इंटरेस्ट रहा दरकार है स्कूल जो छुआ मान जो सब्जेक्ट को लेकिन इंटरेस्ट केमी से डेभलप करेंगे सार मैंने A teacher should show genuine care and interest for the students' learning and growth. The teacher मेन काम होचे जे से स्टूडेंट रो लर्निंग प्रति बा छुआर पढ़ा प्रति और छुआटा केमती ग्रोथ करिवो ता प्रति से केयर करिवे आ ता प्रति से इंटरेस्ट देखेबा दरकार टीचर्स केयर क्रिएट्स पॉजिटिव इमोशंस व्हिच हेल्प इन बेटर लर्निंग यदि टीचर जने छुआ मान को प्रति केयर करेंगे छुआ को जब जत्न करेंगे छुआ को प्रति जब पॉजिटिव वर्ड यूज करेंगे कम्युनिकेशन बहुत भल भाव में करेंगे तार गोटे कौन हम ना छुआ और सार भितर गोटे पॉजिटिव इमोशन गोटे हूँ क्रिएट हम है छुआ मैंने सार मान को भल भाव में बुझीपारे द्वारा कौन हम पाठटा छुआ मान पाठ पढ़ाटा आहरी भल हम टीचर्स विथ पॉजिटिव माइंडसेट मोटिवेट स्टूडेंट टू स्टे इंटरेस्टेड इन लर्निंग तो टीचर मानकर माइंडसेट बहुत पॉजिटिव थी है पॉजिटिव माइंडसेट रखिक से पाठ पढ़ाऊे से कौन कर टीचर छुआ मान से मोटिवेट कर आहरी पाठ पढ़ाई छुआ मैंने इंटरेस्ट देखते से सब्जेक्ट रे
टीचर्स जनरेट एंड सस्टेन स्टूडेंट्स इंटरेस्ट इन टू ways। देख टीचर मैंने कौन करते जो छुआ मानकर जो इंटरेस्ट अच्छी सियाड़ को रखापी नुआ कर जेनेट करवा हो कि जो जो पाठर थोड़े मझे छुआ मान जो इंटरेस्ट खत्म होचे से धरिकी रखापी दुईटा फेज्रे से कम करवा दरकार। फास्ट कौन ना जेनेटिंग न्यू इंटरेस्ट। फास्ट फेज वन हूँ जिते तुम गोटे विषय स्टार्ट कर तो छुआ मान फास्ट खाली जीवन जे बही धरिकी पढ़ेदेव ना छुआ फास्ट छुआ मान भितर से सब्जेक्ट प्रति गोटे इंटरेस्ट क्रिएट करवा दरकार तापर हूँ तुम पढ़ेगा दरकार। तो से नुआ नुआ इंटरेस्ट छुआ मान भितर केमी जेनेट कर फास्ट हूँ स्टार्ट डिस्कशन विथ स्टूडेंट्स दैट शोज हाउ दिस सब्जेक्ट कैन हेल्प स्टूडेंट्स नाउ और इन फ्यूचर। देखिए मुझे छुआ आसेसमेंट जो टपिकटा मुझे स्टार्ट करे सब टपिक फास्ट कहे जे ये आसेसमेंट टपिक आसेसमेंट विषयटा तुम सब प्रकार टीजीटी एग्जाम रे बहुत ही इंपोर्टेंट। ताद्वारा तुम कौन हम ना से आसेसमेंट को बुझापी तुम मन भर गोटे इंटरेस्ट तैयारी हो बुझिपार। तो से भाया हूँ कौन कर जिते बड़े नुआ विषय किसी गोटे स्टार्ट कर सार मैंने से छुआ मान को कहवा दरकार जे से विषयटा छुआ मान को केमी हेल्प कर फ्यूचर एवं कनेक्ट द न्यू टॉपिक टू फैमिलियर एक्टिविटीज और थिंग्स स्टूडेंट्स एंजॉय। जो से टॉपिक टाको पढ़ेबे ता सहित कौन करेंगे रियल वर्ल्ड रो किछि तुमको हूँ कौन करेंगे एग्जाम्पल देवे किसी एक्टिविटीज करवा दरकार जहाँद्वारा छुआ मैंने कनेक्टेड होकर रही से टॉपिक सहित एक्सप्लेन व्हाट न्यू स्किल्स और नॉलेज दे विल गेन है। एटा भी छुआ मान को पढ़ाई पूर्व बुझा दरकार जे तुम टॉपिकटा पढ़ी सारापर तुम कौन कौन नुआ जिन शिख और नुआ जिन गेन कर। तो मुझे जो भी देखिए टपिकटा फास्ट स्टार्ट कले मुझे फास्ट तुमको इंट्रोड्यूसन कौन कही आम या विषय या भर पढ़ा गोटे टीचरटे छुआ मान प्रति स्कूल कौन कौन रेस्पॉन्सिबिलिटी अच्छी से भाया तुम भी जो नुआ गोटे विषय स्टार्ट कर फास्ट कह जे ये विषयटा पढ़ी सारापर तब सी छुआ मैंने ये विषय कौन कौन स्किल नॉलेज सब गेन करेंगे बुझिपाल। तापर एनहांसिंग इंटरेस्ट माने कौन तुम गोटे विषयटा अधा पढ़ी सारी तापर भी छुआ मानकर से विषय प्रति इंटरेस्ट आसुनी इंटरेस्ट कमी होने तुम ये छुआ मान इंटरेस्ट केमी बढ़ेब ता विषय देखा। Start teaching the new topic after getting students interested in it and link it with what they already know। ଯେତେବେଳେ ତୁମେ ଗୋଟେ ନୂଆ ଟପିକଟା ପଢ଼େଇ ସାରିଲ ତାପରେ ସେ ହେଉଛି କ'ଣ ନା ଛୁଆମାନଙ୍କର ଇଣ୍ଟରେଷ୍ଟ ଆସିଲା ତାପରେ ତାଙ୍କୁ ହେଉଛି ଲିଙ୍କ କରିବ ଯେ ପୂର୍ବରୁ ସେ ଯାହା ଯାହା ପଢ଼ିଥିଲେ ତା ସହିତ ଲିଙ୍କ କରିକି ତୁମେ ନୂଆ ପାଠଟାକୁ ପଢ଼େଇକି ଚାଲିବ ବୁଝିପାରିଲ। ଫାଷ୍ଟ ସେଇଥିପାଇଁ କୁହେ ଯେତେବେଳେ ତୁମେ ମଲ୍ଟିପ୍ଲିକେସନ୍ ଶିଖିବ ଫାଷ୍ଟ ମଲ୍ଟିପ୍ଲିକେସନ୍ ଦୁଇଟା ଲେଖା ଶିଖିବ ତାପରେ ତିନିଟା ଲେଖା ଶିଖିବ ତାପରେ ୱାର୍ଡ଼ ପ୍ରୋବ୍ଲେମ୍ ଶିଖିବ ତାମାନେ କ'ଣ तुम जो आगू बढ़ी बढ़ी जाऊँ तुम पछ पाठ आड़क लिंक करके जाऊँ से तुम इंटरेस्ट बनिकी रोचे। तापर सोच स्टूडेंट्स व्हाई द टॉपिक इज यूजफुल एंड कनेक्टेड टू देयर रियल लाइफ। तापर छुआ मान को कहवा दरकार सी जो टॉपिकटा पढ़ुंट से रियल लाइफ कौड़ा कौन इम्पैक्ट पकेब केते कौन यूजफुल हम। तापर हेल्प स्टूडेंट्स इम्प्रूव देयर न्यू स्किल्स कीप देम एक्साइटेड टू लर्न। सार मैंने से टॉपिक पढ़ेला भितर छुआ मान भितर नुआ नुआ स्किल सब डेभलप करेंगे आउ से पाठटा को एक्साइटेड करके एक्साइट करके फन वे पढ़ेवा दरकार। कीप कनेक्टिंग ओल्ड नॉलेज विथ न्यू आइडियाज टू हेल्प स्टूडेंट्स बेटर एंड रिमेंबर बेटर। सार मैंने कौन करवा दरकार पुराना नॉलेज जो छुआ मानकर अच्छी सब नुआ नॉलेज बा नुआ आइडिया सहित कनेक्ट करके पाठ पढ़ेवा दरकार जहाँद्वारा छुआ मैंने बहुत भल भाव बुझीपारे आ बहुत भल भाव मन रखिपारे बुझीपाल। यहाँ छुआ बहुत थर आसे इंटरेस्ट इन तुम स्टूडेंट्स या भर छुआ आसे जी भी मुझे पढ़ी सब आड़ को इम्पोर्टाट तुम जी इम्पोर्टाट ता भर किसी भी छड़ा जाए सब जी तुम एग्जाम इम्पोर्टाट जहाँ भर क्वेश्चन आसे से सब आड़ को मुझे कवर करके जाए। ओके तापर छुआ देखा सेल्फ क्रिटिकल अवेयरनेस ऑफ इन्वॉल्वमेंट इन टीम वर्क विथ कलीग्स हेड ऑफ द इंस्टीट्यूशन पेरेंट्स लर्नर्स मैनेजमेंट ये सब देखे माने कौन गोटे सार जड़े टीम वर्क जो रे तो से कॉलेज मान सहित केमी टीम वर्क काम करेंगे जो स्कूल जो प्रिंसिपाल अच्छा सहित पेरेंट्स मान सहित टीम वर्क केमी काम करेंगे कि तार जो मैनेजमेंट अच्छे सी केमी टीम वर्क गोटे काम कर। तो यही सब विषय में फास्ट तो मेन हूँ टीम वर्क मान कौन ना सब प्रकार जिते स्कूल द्वारा अच्छा स्टूडेंट अच्छा टीचर अच्छा प्रिंसिपाल अच्छी तार एडमिनिस्ट्रेशन अच्छी पेरेंट्स अच्छा ये समस्त जो मिसिकी गोटे कॉमन गोल भाई काम करेंगे ताकू आम टीम वर्क कह बुझीपाल। तो बुझा फास्ट मीनिंग ऑफ टीम वर्क माने कौन ना ये टीम वर्क मीन्स वर्किंग टुगेदर विथ अदर्स टू अचीव ए कॉमन गोल्स।
ଯେତେବେଳେ ଜଣେ ଆଉ ସ୍କୁଲର ଯେତିକି ଜଣ ଅଛନ୍ତି ସମସ୍ତେ ମିଶିକି ଗୋଟେ କମନ୍ ଗୋଲ୍ ପାଇଁ କାମ କରିବେ। କମନ୍ ଗୋଲ୍ଟା ଏଠି କ'ଣ ଯେ ଛୁଆମାନେ କେମିତି ଭଲ ପାଠ ପଢ଼ିପାରିବେ ତା ପ୍ରତି ଯେତେବେଳେ କାମ କରିବେ ତାକୁ ହିଁ ଆମେ ସ୍କୁଲର ଟିମ୍ ୱାର୍କ ବୋଲି କହିବା। ବୁଝିପାରିଲ? ଇଟ୍ ଇନଭଲ୍ଭସ୍ କୋଅପରେସନ୍, କମ୍ୟୁନିକେସନ୍, ସେୟାରିଂ ଆଇଡିଆଜ୍, ହେଲ୍ପିଂ ଇଚ୍ ଅଦର। ଗୋଟେ ଟିମ୍ ୱାର୍କ ଭିତରେ କ'ଣ ହେଇଥାଏ ସବୁ? ଜଣେ ଆଉ ଜଣଙ୍କୁ କୋଅପରେଟ୍ କରିଥାଏ, ତାଙ୍କ ଭିତରେ ଭଲ କମ୍ୟୁନିକେସନ୍ ହେଇଥାଏ, ନିଜ ନିଜର ସବୁ ଆଇଡିଆ ସବୁ ସେୟାର କରନ୍ତି କେମିତି ଛୁଆଙ୍କୁ ଭଲ ଭାବରେ ପଢ଼େଇ ପାରିବେ, ଆଉ ଜଣେ ଆଉ ଜଣଙ୍କୁ ହେଲ୍ପ କରିଥାଏ ଗୋଟେ ଟିମ୍ ୱାର୍କ ଭିତରେ। ଇନ୍ ଏଜୁକେସନ୍ ଟିଚର, ଷ୍ଟୁଡେଣ୍ଟ, ପ୍ୟାରେଣ୍ଟ, ସ୍କୁଲ ଷ୍ଟାଫ୍ ଏ ସମସ୍ତେ ୱାର୍କିଂ କରିଥାନ୍ତି, ୱାର୍କିଂ ଟୁଗେଦର ଟୁ ଇମ୍ପ୍ରୁଭ୍ ଲର୍ଣ୍ଣିଂ। ଗୋଟେ ସ୍କୁଲ ଭିତରେ ଟିଚର, ଷ୍ଟୁଡେଣ୍ଟ, ପ୍ୟାରେଣ୍ଟସ୍, ସ୍କୁଲର ଯେତିକି ଷ୍ଟାଫ୍ ରହିଲେ ସମସ୍ତେ ମିଶିକି ଛୁଆମାନଙ୍କର କେମିତି ଇମ୍ପ୍ରୁଭ୍ କରିପାରିବେ, ଲର୍ଣ୍ଣିଂଟାକୁ ଇମ୍ପ୍ରୁଭ୍ କରିପାରିବେ, ସମସ୍ତେ ମିଶିକି କାମ କରିଥାନ୍ତି, ଗୋଟେ ଟିମ୍ ହେଇକି କାମ କରିଥାନ୍ତି। ହେଲା? ତାପରେ ବୁଝିବା ଆଡଭାଣ୍ଟେଜେସ୍ ଅଫ୍ ଟିମ୍ ୱାର୍କ ଇନ୍ ଏଜୁକେସନ୍। ଏଇଟା ଅଛି ତମର ଗୋଟେ ଲଙ୍ଗ କ୍ୱେଶ୍ଚନ୍ ହେଲା। ଏ ଯେଉଁ ଟିମ୍ ୱାର୍କଟା ଗୋଟେ ହେଉଛି ଲଙ୍ଗ କ୍ୱେଶ୍ଚନ୍ ଛୁଆ। ୟା ଦେହରୁ ପ୍ୟାରେଣ୍ଟସ୍ ମାନଙ୍କର ଭୂମିକା କେତେବେଳେ ପଚାରି ଦିଏ ସର୍ଟ ନୋଟ୍ର, ମାନେ ଏଟା ଲଙ୍ଗ କ୍ୱେଶ୍ଚନ୍ ପାଇଁ ଗୋଟେ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍। ଦେଖ ଆଡଭାଣ୍ଟେଜେସ୍ କ'ଣ ଗୋଟେ ଟିମ୍ ୱାର୍କର? ଫାଷ୍ଟ ତ ଗୋଟେ ଟିମ୍ ୱାର୍କ ହେଉଛି ଲର୍ଣ୍ଣିଂ ଇମ୍ପ୍ରୁଭମେଣ୍ଟ କରିଥାଏ ହେଲା, ପ୍ରୋବ୍ଲେମଟାକୁ ବହୁତ ଭଲ ଭାବରେ ସଲ୍ଭ କରିଦେଇଥାଏ ସ୍କୁଲର ଯେଉଁ ପ୍ରୋବ୍ଲେମ୍ ଅଛି। ଆଉ ହେଉଛି କ'ଣ କରିଥାଏ ଇନୋଭେସନ୍, ନୂଆ ନୂଆ ସବୁ ନଲେଜ୍, ନୂଆ ନୂଆ ସବୁ ଟେକ୍ନିକ୍ ଆଣିଥାଏ ସ୍କୁଲରେ। ଆଉ ହେଉଛି ଗୋଟେ ପଜିଟିଭ୍ ଏନଭାରମେଣ୍ଟ ଗୋଟେ କ୍ରିଏଟ୍ କରିଥାଏ, ଆଉ ଷ୍ଟୁଡେଣ୍ଟମାନଙ୍କର ସକ୍ସେସ୍ ରେଟ୍ ବଢ଼େଇଥାଏ ଗୋଟେ ଟିମ୍ ୱାର୍କ ଯଦି ସମସ୍ତେ ଯଦି ମିଶିକି ଗୋଟେ ଜାଗାରେ କାମ କରିବେ। ଦେଖ ଗୋଟେ ଗୋଟେ ପଏଣ୍ଟ କହିକି ଯାଉଛି। ଫାଷ୍ଟ ହେଉଛି ଇମ୍ପ୍ରୁଭ୍ସ ଲର୍ଣ୍ଣିଂ, ଟିଚର ଆଉ ଷ୍ଟାଫ୍ ୱାର୍କ ଟୁଗେଦର ଟୁ ଗିଭ୍ ବେଟର ଲର୍ଣ୍ଣିଂ ଏକ୍ସପିରିଏନ୍ସ ଟୁ ଷ୍ଟୁଡେଣ୍ଟ। ଯଦି ସମସ୍ତେ ମିଳିମିଶିକି କାମ କରିବେ, ଯଦି ଟିଚର ଆଉ ତାଙ୍କର ଯେତିକି ଷ୍ଟାଫ୍ ଅଛନ୍ତି ସମସ୍ତେ ମିଶିକି କାମ କରିବେ, ତାହେଲେ ଛୁଆମାନଙ୍କୁ ସେମାନେ ବହୁତ ଭଲ ଭାବରେ ପଢ଼େଇ ପାରିବେ। ଯଦି କିଛି ପ୍ରୋବ୍ଲେମ୍ ଆସିଲା ସ୍କୁଲରେ, ଯଦି କିଛି ଇସ୍ୟୁ ହେଲା ତାକୁ ସେମାନେ କ୍ୱିକ୍ ଆଉ ଇଜି ୱେରେ ତାକୁ ହେଉଛି କ'ଣ କରିପାରିବେ, ସଲ୍ଭ କରିପାରିବେ। କାହିଁକିନା ଗୋଟେ ଟିମ୍ ହେଇକି କାମ କରୁଥିବେ, ସମସ୍ତେ 10 ପ୍ରକାର ଆଇଡ଼ିଆସ୍ ଦେଲେ ସେ ପ୍ରୋବ୍ଲେମଟାକୁ ସଲ୍ଭ କରିବା ପାଇଁ ତାକୁ ଶୀଘ୍ର ସଲ୍ଭ କରିଦେବେ। ତାପରେ ପ୍ରମୋଟ୍ସ ଇନୋଭେସନ୍, ନ୍ୟୁ ଆଇଡ଼ିଆଜ୍ ଆର୍ କ୍ରିଏଟେଡ୍ ହ୍ୱେନ୍ ପିପୁଲ୍ ଥିଙ୍କ ଆଣ୍ଡ ୱାର୍କ ଟୁଗେଦର। ଯେତେବେଳେ ଲୋକମାନେ ବସିକି ଗୋଟେ ଜିନିଷ ଉପରେ ଭାବିବେ ବା ସ୍କୁଲର ଖେଳ ପଡ଼ିଆଟାକୁ ଆମେ କେମିତି ହେଉଛି ଆହୁରି ଭଲ ଭାବରେ ତାକୁ ସଜେଇ ପାରିବା ବା ଭଲ ଭାବରେ ତାକୁ ମଡ଼ିଫାଏ କରିପାରିବେ। 10 ଜଣ ଯେତିକି ବି ସ୍କୁଲର ଲୋକ ଅଛନ୍ତି ସମସ୍ତେ ଗୋଟେ ଟିମ୍ର ଅଛନ୍ତି, ସମସ୍ତେ ମିଶିକି ଗୋଟେ ଯେତେବେଳେ ତା ବିଷୟରେ ଭାବିବେ ନୂଆ ନୂଆ ସବୁ ଆଇଡ଼ିଆ ଆସିବ, ତାଦ୍ୱାରା କ'ଣ ହେବ ସ୍କୁଲର ବେନିଫିଟ୍ ହେବ ବା ସ୍କୁଲର ସେ ନୂଆ ନୂଆ ସବୁ ଆଇଡ଼ିଆ ଆଡ଼କୁ ଇନୋଭେସନ୍ ହେବ। ତାପରେ ପଜିଟିଭ୍ ଏନଭାରମେଣ୍ଟ ଗୋଟେ କ୍ରିଏଟ୍ କରିବ। ଟିମ୍ ୱାର୍କ ବିଲ୍ଡସ୍ ଏ ଫ୍ରେଣ୍ଡଲି ଆଣ୍ଡ ସପୋର୍ଟିଭ୍ ସ୍କୁଲ ଆଟମୋସ୍ଫିୟର। ଯେତେବେଳେ ସବୁ ଷ୍ଟାଫ୍ ମାନେ ନିଜ ନିଜ ଭିତରେ ଗୋଟେ ବନ୍ଧୁତା ରଖିକି ଗୋଟେ ଟିମ୍ ଭଳିଆ କାମ କରିବେ, ତ ତାଙ୍କ ଭିତରେ ଗୋଟେ ଫ୍ରେଣ୍ଡଲି ଆଉ ସପୋର୍ଟିଭ୍ ବଣ୍ଡିଙ୍ଗ ଗୋଟେ ହେଇଯିବ, ଯେଉଁଟାକି ଗୋଟେ ପଜିଟିଭ୍ ଏନଭାରମେଣ୍ଟ ଗୋଟେ ସ୍କୁଲରେ ତିଆରି କରିବ। ଲିଡ୍ ଷ୍ଟୁଡେଣ୍ଟ ସକ୍ସେସ୍, ଯେତେବେଳେ ସମସ୍ତେ କୋଅପରେଟ୍ ହେଇକି ଷ୍ଟୁଡେଣ୍ଟର ପାରଫର୍ମ ପାଇଁ ବା ଷ୍ଟୁଡେଣ୍ଟ କେମିତି ଭଲ ପଢ଼ିବ ତା ପାଇଁ ଯେତେବେଳେ କାମ କରିବେ, ତାହେଲେ କ'ଣ ହେବ ଷ୍ଟୁଡେଣ୍ଟର ସକ୍ସେସ୍ ବଢ଼ିବ ବା ଷ୍ଟୁଡେଣ୍ଟ ମାନେ ଭଲ ମାର୍କ ରଖିବେ। ଇଏ ସବୁ ଥିଲା ଗୋଟେ ଗୋଟେ ଆଡଭାଣ୍ଟେଜେସ୍ ଥିଲା ସ୍କୁଲରେ, ସରି ଟିମ୍ ୱାର୍କର ସ୍କୁଲରେ। ତାପରେ ହେଉଛି ଟିଚର ଆଣ୍ଡ କଲିଗ ଭିତରେ ଟିମ୍ ୱାର୍କରେ ଇନଭଲଭମେଣ୍ଟ କାହିଁକି ହେବେ ବା ତାଙ୍କର ଇମ୍ପୋର୍ଟାନ୍ସ କ'ଣ ହେଉଛି, ଯେ ଗୋଟେ ଟିମ୍ ୱାର୍କରେ ଟିଚର ଆଉ କଲିଗ୍ସ ମାନେ ଇନଭଲଭମେଣ୍ଟ ହେବା। ଟିଚର ପ୍ଲାନ୍ ଲେସନ୍ସ ଟୁଗେଦର ଟୁ ମେକ୍ ଲର୍ଣ୍ଣିଂ ବେଟର ଫର୍ ଷ୍ଟୁଡେଣ୍ଟସ୍। ଯଦି ସବୁ ସାର୍ ଆଉ ମ୍ୟାଡ଼ାମ୍ ମାନେ ସବୁ ଯଦି ମିଶିକି କାମ କରିବେ, ତାହେଲେ ସେ ଲେସନ୍ ପ୍ଲାନ୍ଟାକୁ ବହୁତ ଭଲ ଭାବରେ ବନେଇ ପାରିବେ, ଯାହାଦ୍ୱାରା ଛୁଆମାନେ ବହୁତ ଭଲ ଭାବରେ ମାନେ ପୁରା ବର୍ଷଟା ଯାକ ଛୁଆମାନଙ୍କୁ ଭଲକି ସେ ପଢ଼େଇ ପାରିବେ। ଦେ ସେୟାର ଆଇଡ଼ିଆଜ୍ ଆଣ୍ଡ ଟିଚିଂ ମେଥଡ୍ସ ୱିଥ୍ ଇଚ୍ ଅଦର। ଓକେ, ସେ କ'ଣ କରିଥାନ୍ତି, ଯେଉଁ ଟିଚର ମାନେ କଲିଗ୍ସ ହେଇକି ବା ଟିମ୍ ୱାର୍କ ହେଇକି କାମ କରିଥାନ୍ତି, ତାହାଦ୍ୱାରା ସେ କ'ଣ କରନ୍ତି ନିଜ ନିଜ ଭିତରେ ଆଇଡ଼ିଆ ଆଉ ଟିଚିଂ ମେଥଡ଼ ଆଡ଼କ ସେୟାର କରିଥାନ୍ତି। ଟିଚର ହେଲ୍ପ ୱାନ୍ ଆନାଦର ୱିଥ୍ କ୍ଲାସରୁମ୍ ପ୍ରୋବ୍ଲେମ୍ସ ଆଣ୍ଡ ଷ୍ଟୁଡେଣ୍ଟସ୍ ନିଡ୍। ଯଦି କ୍ଲାସରୁମ୍ ଭିତରେ ତାଙ୍କର କିଛି ପ୍ରୋବ୍ଲେମ୍ ଅଛି, ତାହେଲେ ଜଣେ ଆଉ ଜଣଙ୍କ ସହିତ କ'ଣ କରିବ ଡିସ୍କସନ୍ କରିକି ତାକୁ ସେ ସଲ୍ଭ କରିଥାନ୍ତି। ଦେ ୱାର୍କ ଇନ୍ ଗ୍ରୁପ୍ ଟୁ ସଲ୍ଭ ସ୍କୁଲ ରିଲେଟେଡ୍ ଇସ୍ୟୁ। ସ୍କୁଲର ଯଦି କିଛି ଇସ୍ୟୁ ହେଉଛି, ସ୍କୁଲର ଧରେ ଖେଳ ପଡ଼ିବା ପାଇଁ ପ୍ରୋବ୍ଲେମ୍ ଅଛି କିମ୍ବା ସ୍କୁଲ ଭିତରେ କିଛି ଏମିତି ବାଉଣ୍ଡରୀ ନାହିଁ, ଯଦି ସ୍କୁଲ ଭିତରେ କିଛି ଇସ୍ୟୁ ଅଛି ତାକୁ ମଧ୍ୟ ସେମାନେ ସଲ୍ଭ କରିଦେଇଥାନ୍ତି। ଯଦି ସେମାନେ ମିଳିମିଶିକି ଯଦି କାମ କରିବେ, ସେ ସ୍କୁଲ ରିଲେଟେଡ୍ ଇସ୍ୟୁ ମଧ୍ୟ ସଲ୍ଭ କରିଦେବେ। ତାପରେ ଟିଚର୍ସ ଲର୍ନ ନ୍ୟୁ ସ୍କିଲ୍ସ ବାଇ ୱାର୍କିଂ ୱିଥ୍ ଦେୟାର କଲିଗ୍ସ। ଯେତେବେଳେ ଗୋଟେ ନୂଆ ସାର୍ ଜଣେ ସ୍କୁଲ ଭିତରକୁ ଯିବେ, ଯଦି ସେଠି ସମସ୍ତେ ନିଜ ନିଜ ଭିତରେ ମିଳିମିଶିକି ଯଦି ରହୁଥିବେ ବା ଗୋଟେ ଟିମ୍ ଭଳିଆ ଯଦି କାମ କରୁଥିବେ, ସେ ନୂଆ ଜଣେ ଯେଉଁ ଟିଚର ଅଛନ୍ତି ସେ ବିଭିନ୍ନ ପ୍ରକାର ସ୍କିଲ୍ ସବୁ ତାଙ୍କ କଲିଗ୍ସ ଠାରୁ ସବୁ ଶିଖି ପାରିବେ। ଏଇଟା ଥିଲା ହେଉଛି ଟିଚର ଆଉ ତାଙ୍କର କଲିଗ୍ସର ଇନଭଲଭମେଣ୍ଟ ଇନ୍ ଏ ଟିମ୍ ୱାର୍କ। ତାପରେ ହେଉଛି ଟିମ୍ ୱାର୍କ ଭିତରେ ପ୍ୟାରେଣ୍ଟସର ଇନଭଲଭମେଣ୍ଟର କ'ଣ କ'ଣ ସବୁ ଭୂମିକା ରହିଛି ବା ପ୍ୟାରେଣ୍ଟର ଇନଭଲଭମେଣ୍ଟ କାହିଁକି ଜରୁରୀ, ଯେ ପ୍ୟାରେଣ୍ଟ ଇନଭଲଭମେଣ୍ଟ ମିନ୍ସ ପ୍ୟାରେଣ୍ଟସ୍ ରେଗୁଲାରଲି ହେଲ୍ପିଂ ଇନ୍ ଚାଇଲ୍ଡସ୍ ଏଜୁକେସନ୍ ଥ୍ରୋ ରେଗୁଲାର କମ୍ୟୁନିକେସନ୍ ୱିଥ୍ ସ୍କୁଲ। ପ୍ୟାରେଣ୍ଟ ଇନଭଲଭମେଣ୍ଟ ମାନେ କ'ଣ, ଯେ ସେ ହେଉଛି ରେଗୁଲାରଲି
ହେଲା। ସ୍କୁଲର ଯେଉଁ ଷ୍ଟାଫ୍ମାନଙ୍କ ସହିତ ସେମାନେ ହେଉଛନ୍ତି କମ୍ୟୁନିକେଟ୍ କରିବେ ବା ତାଙ୍କ ସହିତ କନେକ୍ଟ ରହିବେ, ଯାହାଦ୍ୱାରା ଗୋଟେ ତାଙ୍କ ନିଜ ଛୁଆର ବା ଚାଇଲ୍ଡର ଏଜୁକେସନ୍ଟା ବହୁତ ଭଲ ଭାବରେ ହେଇପାରିବ ବା ଭଲ ଭାବରେ ଇମ୍ପ୍ରୁଭ୍ ହେଇପାରିବ। ଯଦି ପ୍ୟାରେଣ୍ଟମାନେ ଜାଣିନାହାନ୍ତି ଯେ ତାଙ୍କ ଛୁଆଟା ସ୍କୁଲ ଯାଇକି କ'ଣ କରୁଛି, କିମ୍ବା ସେ ସ୍କୁଲରେ ପାଠ ପଢ଼ୁଛି ନା ନାହିଁ, କିମ୍ବା ସେ ହେଉଛି ସ୍କୁଲରେ ବଦମାସି କରୁଛି କି କ'ଣ କରୁଛି, ତ ଏଇ ଆଡ଼କୁ ଯଦି ପ୍ୟାରେଣ୍ଟମାନେ ସ୍କୁଲ ସହିତ କନେକ୍ଟେଡ୍ ନ ହେବେ, ଯଦି ଇନଭଲଭମେଣ୍ଟ ନ ରଖିବେ, ତାହେଲେ ତାଙ୍କ ଚାଇଲ୍ଡର ଏଜୁକେସନ୍ଟା ବହୁତ ଭଲ ଭାବରେ ହେବନି ବା ଚାଇଲ୍ଡର ଗ୍ରୋଥଟା ମଧ୍ୟ ଠିକ୍ ଠାକ୍ ହେବ ନାହିଁ। ବୁଝିପାରିଲେ? ପ୍ୟାରେଣ୍ଟ ଇନଭଲଭମେଣ୍ଟ ମାନେ କ'ଣ? When teachers and parents work together, students get better support both at school and home. ଯେତେବେଳେ ଟିଚର ଆଉ ପ୍ୟାରେଣ୍ଟ ମାନେ ସାଙ୍ଗ ହେଇକି କାମ କରିବେ, ସେତେବେଳେ କ'ଣ ହେବ ନା ଛୁଆମାନେ ହେଉଛି ମାନେ ଷ୍ଟୁଡେଣ୍ଟଟା ସ୍କୁଲରେ ତ ଭଲ ପାଠ ପଢ଼ିଲା, ତା ଛଡ଼ା ତାଙ୍କର ଘରେ ମଧ୍ୟ ସେ ହେଉଛି ସପୋର୍ଟ ପାଇବ ବା ଭଲ ପାଠ ପଢ଼ିପାରିବ। ସେଥିପାଇଁ ଦେଖିବ ସ୍କୁଲର ଛୁଆ SMC ଗଢ଼ାଯାଏ, କିମ୍ବା ତୁମ ସ୍କୁଲର ଯେଉଁ ପ୍ୟାରେଣ୍ଟସ୍ ଟିଚର ମିଟିଂ ହେଇଥାଏ, ତା ଦ୍ୱାରା କ'ଣ ସେମାନେ କ'ଣ ଚାହୁଁଛନ୍ତି ଯେ ସ୍କୁଲ ମଧ୍ୟରେ ପ୍ୟାରେଣ୍ଟସମାନଙ୍କୁ ଆଣିକି ଇନଭଲଭମେଣ୍ଟ କରିବା ପାଇଁ, ଆଉ ଛୁଆର ଯାହା ଗ୍ରୋଥ୍ ହେଉଛି ସେ ପ୍ୟାରେଣ୍ଟସମାନଙ୍କୁ ଜଣାଇବା ପାଇଁ ଚାହୁଁଛନ୍ତି ସ୍କୁଲ ମଧ୍ୟ। ଦେଖ, ଇମ୍ପୋର୍ଟାନ୍ସ ଅଫ୍ ପ୍ୟାରେଣ୍ଟସ୍ ଇନଭଲଭମେଣ୍ଟ। ପ୍ୟାରେଣ୍ଟସ୍ ଇନଭଲଭମେଣ୍ଟର ଇମ୍ପୋର୍ଟାନ୍ସ କ'ଣ? ଫାଷ୍ଟ ତ ପ୍ୟାରେଣ୍ଟମାନେ ଇନଭଲଭମେଣ୍ଟ ରହିଲେ ଛୁଆମାନେ ଜାଣିବେ ଯେ ହେଉଛି ଛୁଆମାନେ ବଦମାସ କରିବେନି, ସେ ଜାଣିବେ ଯେ ମୋ ବାପା ମା ଆସୁଛନ୍ତି ସ୍କୁଲରୁ ବୁଝିକି ଯାଉଛନ୍ତି ମୋ ବିଷୟରେ, ତା ଦ୍ୱାରା ସେ ଭଲ ଭାବରେ ପାଠ ପଢ଼ିବ, ଆଉ ସେ ଏକାଡେମିକ୍ ପରଫର୍ମାନ୍ସ ବା ତା'ର ମାର୍କ ମଧ୍ୟ ଭଲ ଆସିବ। ତା ଦ୍ୱାରା କ'ଣ ହେବ ନା ଚିଲଡ୍ରେନ୍ ସ୍କୁଲରେ ହେଉଛି କନଫିଡେଣ୍ଟ ଫିଲ୍ କରିବ ବା ସପୋର୍ଟେଡ୍ ଫିଲ୍ କରିବ ସ୍କୁଲ ଭିତରେ। ପ୍ୟାରେଣ୍ଟସ୍ କ୍ୟାନ୍ ହେଲ୍ପ ସଲ୍ଭ ଲର୍ଣ୍ଣିଂ ଆଣ୍ଡ ବିହେଭିୟର ପ୍ରୋବ୍ଲେମ୍ ଆର୍ଲି। ଯେତେବେଳେ ସେ ଜାଣିପାରିବେ ଯେ ତାଙ୍କ ସ୍କୁଲରେ ସ୍କୁଲ ଟିଚରମାନେ ଯେତେବେଳେ କହିବେ ଛୁଆମାନଙ୍କର କ'ଣ କ'ଣ ନେଗେଟିଭ୍ ବିହେଭିୟର ଅଛି କିମ୍ବା ପଜିଟିଭ୍ ବିହେଭିୟର ଅଛି, ତାହେଲେ ଯେଉଁ ବାପା ମା ମାନେ ଅଛନ୍ତି ସେ ଛୁଆ ବିଷୟରେ ବହୁତ ଭଲ ଭାବରେ ଜାଣିପାରିବେ, ଆଉ ସେ ହେଉଛି ଛୁଆର ବିହେଭିୟରକୁ ଠିକ୍ କରିବେ ବା ତାର ଯଦି କିଛି ଫିବରାଲ୍ ପ୍ରୋବ୍ଲେମ୍ ଥିବ ତାକୁ ସେ ଠିକ୍ କରିବେ। ପ୍ୟାରେଣ୍ଟସ୍ ଆଣ୍ଡ ଟିଚର୍ସ ୱାର୍କ ଏଜ୍ ଏ ଟିମ୍ ଫର୍ ଚାଇଲ୍ଡ ଗ୍ରୋଥ୍। ପ୍ୟାରେଣ୍ଟ ଆଉ ଟିଚର ମାନେ ମିଳିମିଶିକି କାମ କରିବେ, ଯାହାଦ୍ୱାରା ଗୋଟେ ଛୁଆର ଗ୍ରୋଥ୍ ହେଇପାରିବ। ଏଠି ଇନକ୍ରିଜେସ୍ ଷ୍ଟୁଡେଣ୍ଟ ଆଟେଣ୍ଡାନ୍ସ ଆଣ୍ଡ ସ୍କୁଲ କ୍ଲାସରୁମ୍ ପାର୍ଟିସିପେସନ୍। ଯେତେବେଳେ ଗୋଟେ ଛୁଆଟେ ଜାଣିବ ଯେ ତା ବାପା ମା ସ୍କୁଲ ସହିତ ସବୁବେଳେ ପାଇଁ ଇନଭଲଭମେଣ୍ଟ ଅଛନ୍ତି ବା ସ୍କୁଲ ଟିଚରମାନେ ତାଙ୍କ ବାପା ମାଙ୍କ ସହିତ ଇନଭଲଭମେଣ୍ଟ ରଖିଛନ୍ତି, କନେକ୍ଟ ଅଛନ୍ତି, ତାହେଲେ ସେ କ'ଣ କରିବେ ନା ସ୍କୁଲକୁ ସବୁବେଳେ ପାଇଁ ଯିବ, ଯାହାଦ୍ୱାରା ତାର ଆଟେଣ୍ଡାନ୍ସ ମଧ୍ୟ ବଢ଼ିବ ଆଉ କ୍ଲାସରୁମ୍ରେ ମଧ୍ୟ ତାର ପାର୍ଟିସିପେସନ୍ ରେଟ୍ ବଢ଼ିବ। ପ୍ୟାରେଣ୍ଟାଲ ଇନଭଲଭମେଣ୍ଟ ଲିଡ୍ସ ଟୁ ବେଟର କ୍ଲାସରୁମ୍ ବିହେଭିୟର। ଯଦି ପ୍ୟାରେଣ୍ଟ ସ୍କୁଲ ସହିତ ଭଲ ଭାବରେ ଇନଭଲଭମେଣ୍ଟ ହେଇକି ରହିଲେ, ତାହେଲେ ଛୁଆର ତାର କ୍ଲାସରୁମ୍ ଭିତରେ ବିହେଭିୟର ବହୁତ ଭଲ ରଖିବ, ସାର୍ ଆଉ ଦିଦିମାନଙ୍କୁ ମଧ୍ୟ ରେସପେକ୍ଟ କରିବ। ବୁଝିପାରିଲ? ଆଡଭାଣ୍ଟେଜେସ୍ ଅଫ୍ ପ୍ୟାରେଣ୍ଟ ଇନଭଲଭମେଣ୍ଟ ଇନ୍ ଟିମ୍ ୱାର୍କ। ଏଇ ଆଡ଼କୁ ଛୁଆ ଏଇ ଯେଉଁ ଇମ୍ପୋର୍ଟାନ୍ସ ଆଡ଼କୁ ବି ତୁମର ଆଡଭାଣ୍ଟେଜରେ ତୁମେ ଲେଖିପାରିବ। ମୁଁ ସେଥିପାଇଁ ଆଉ ତାକୁ ବେଶୀ ଲେଖି ନାହିଁ, 2-3ଟା ପଏଣ୍ଟ ଖାଲି ଲେଖିଛି। ସେଇ କଥା, ଯେତେବେଳେ ଛୁଆମାନେ ପ୍ୟାରେଣ୍ଟମାନେ ସ୍କୁଲରେ ଇନଭଲ୍ଭ ହେବେ ବା ଟିମ୍ ୱାର୍କରେ ଇନଭଲ୍ଭ ହେବେ, ଛୁଆମାନେ ବହୁତ ଭଲ ଭାବରେ ପାଠ ପଢ଼ିବେ, ହେଲା। ଆଉ ପ୍ୟାରେଣ୍ଟର ଏଜୁକେସନ୍ ଲେଭେଲ୍ ଯାହା ବି ହେଇଥାଉ, ସିଏ ହେଉଛି ଯେମିତି ଏଠି କହିବାକୁ ଅଛି ନା ହ୍ୱେନ୍ ପ୍ୟାରେଣ୍ଟସ୍ ଆର୍ ଇନଭଲ୍ଭ ଷ୍ଟୁଡେଣ୍ଟ ଆଚିଭ୍ ମୋର୍ ରିଗାର୍ଡଲେସ୍ ଅଫ୍ ଦେୟାର ସୋସିଆଲ ଇକୋନୋମିକ୍ ଷ୍ଟାଟସ୍ ଇଥନିକ୍ ବ୍ୟାକଗ୍ରାଉଣ୍ଡ। ଗୋଟେ ଛୁଆଟା ଯେକୌଣସି ସୋସିଆଲ ଇକୋନୋମିକ୍ ଷ୍ଟାଟସ୍ ହେଇଥାଉ, ସେ ଧନୀ ହଉ ଗରିବ ହଉ ବା ତାର ପ୍ୟାରେଣ୍ଟର ଯାହା ବି ଏଜୁକେସନ୍ ଲେଭେଲ୍ ହଉ, ଯଦି ପ୍ୟାରେଣ୍ଟଟା ସ୍କୁଲ ସହିତ ଇନଭଲ୍ଭ ହେଇକି ରହୁଛି ବା ଛୁଆର ଗ୍ରୋଥ୍ ବିଷୟରେ ସବୁବେଳେ ପାଇଁ ପଚାରିକି ସାର୍ମାନଙ୍କୁ ତ ବୁଝୁଛି, ତାହେଲେ ଛୁଆର ମଧ୍ୟ ଆଚିଭମେଣ୍ଟ ଲେଭେଲ୍ ବା ଛୁଆର ଏକାଡେମିକ୍ ପରଫର୍ମାନ୍ସ ବହୁତ ଭଲ ହୋଇଯିବ। ଇନକ୍ରିଜେସ୍ ରେଗୁଲାର ସ୍କୁଲ ଆଟେଣ୍ଡାନ୍ସ, ହେଲା, ଯାହାଦ୍ୱାରା ଛୁଆର ସ୍କୁଲ ଆଟେଣ୍ଡାନ୍ସ ମଧ୍ୟ ରେଗୁଲାର ହେବ ବା ବହୁତ ଭଲ ହେବ। ଆଉ କ'ଣ କରିଥାଏ ନା ପ୍ୟାରେଣ୍ଟ ଆଉ ଟିଚର ରିଲେସନସିପ୍ ମଧ୍ୟ ବିଲ୍ଡ କରିଥାଏ ବା ଷ୍ଟ୍ରଙ୍ଗ ବନେଇଥାଏ। ଏହାର ଏଇସବୁ ପଏଣ୍ଟ ଆଡ଼କୁ ଛୁଆ ତୁମେ ଲେଖିପାରିବ, ହେଲା। ଏଠି ଯେଉଁ ପଏଣ୍ଟ ଆଡ଼କୁ ଅଛି ସିଆଡ଼କୁ ମଧ୍ୟ ଏଠି ତୁମେ ଲେଖିପାରିବ। ଓକେ, ତାପରେ ବୁଝିବା ଛୁଆ ଇନଭଲଭମେଣ୍ଟ ଅଫ୍ ମ୍ୟାନେଜମେଣ୍ଟ। ତ ସ୍କୁଲର ଯେଉଁ ମ୍ୟାନେଜମେଣ୍ଟ ସଂସ୍ଥା ଅଛି, ହେଲା, ତ ପ୍ରିନ୍ସିପାଲ ଅଛନ୍ତି କିମ୍ବା ଆଡମିନିଷ୍ଟ୍ରେଟର ଅଛନ୍ତି, ସ୍କୁଲର ଯେଉଁ ସବୁ ଲିଡରମାନେ ଅଛନ୍ତି, ସେମାନଙ୍କର ଟିମ୍ ୱାର୍କ ଭିତରେ କ'ଣ କ'ଣ କାମ ଅଛି ବା ସେ ସ୍କୁଲକୁ କେଉଁଭଳିଆ କ'ଣ ହେଲ୍ପ କରିପାରିବେ। ଇନଭଲଭମେଣ୍ଟ ଅଫ୍ ମ୍ୟାନେଜମେଣ୍ଟ ମିନ୍ସ ଦ ସ୍କୁଲ ଲିଡର୍ସ, ପ୍ରିନ୍ସିପାଲ୍ସ, ଆଡମିନିଷ୍ଟ୍ରେଟର୍ସ ହେଲ୍ପ ଆଣ୍ଡ ସପୋର୍ଟ ଟିଚର ଆଣ୍ଡ ଷ୍ଟୁଡେଣ୍ଟ ଟୁ ମେକ୍ ସ୍କୁଲ ବେଟର। ଇନଭଲଭମେଣ୍ଟ ଅଫ୍ ମ୍ୟାନେଜମେଣ୍ଟ ମାନେ ହେଉଛି ସ୍କୁଲର ଯେଉଁ ସବୁ ଲିଡର ଅଛନ୍ତି କିମ୍ବା ହେଡ଼ମାଷ୍ଟର ଅଛନ୍ତି ବା ତାଙ୍କର ସବୁ ଆଡମିନିଷ୍ଟ୍ରେଟର ଅଛନ୍ତି, ସେ ସ୍କୁଲର ଟିଚରମାନଙ୍କୁ ଆଉ ଷ୍ଟୁଡେଣ୍ଟମାନଙ୍କୁ ବହୁତ ଭଲ ଭାବରେ ହେଲ୍ପ କରିବେ, ଯାହାଦ୍ୱାରା ସ୍କୁଲଟା ବହୁତ ଭଲ ହେଇପାରିବ। They guide and support and cooperate with the teachers to make sure the school runs smoothly and students get equal education. ସେ ଛୁଆମାନଙ୍କୁ ଏଇ ଯେଉଁ ଆମର ରହିଲେ ମ୍ୟାନେଜମେଣ୍ଟର ଯେଉଁ ମେମ୍ବର ଆଡ଼କୁ ରହିଲେ, ସେ ହେଉଛି କ'ଣ କରିବେ ନା ଟିଚରମାନଙ୍କୁ ହେଉଛି ସପୋର୍ଟ କରିବେ ଆଉ କୋଅପରେଟ୍ କରିବେ, ଯାହାଦ୍ୱାରା ସ୍କୁଲଟା ବହୁତ ସ୍ମୁଥଲି ଚାଲିବ ଆଉ ଛୁଆମାନେ କ୍ୱାଲିଟି ଏଜୁକେସନ୍ ପାଇପାରିବେ। ବୁଝିପାରିଲେ? ଫର୍ ବେଟର ଟିଚର ଆଣ୍ଡ ମ୍ୟାନେଜମେଣ୍ଟ ରିଲେସନ୍, ହେଲା, ମାନେ କ'ଣ କେମିତି ଟିଚର ଆଉ ମ୍ୟାନେଜମେଣ୍ଟ ଭିତରେ କେମିତି ଭଲ ରିଲେସନ୍ ହେଇପାରିବ, କ'ଣ କ'ଣ କାମ କରିବା ଦ୍ୱାରା ତାଙ୍କ ଭିତରେ ଭଲ ରିଲେସନ୍ ହେଇପାରିବ।
କ'ଣ କାମ କରିବେ ନା ଯେଉଁ ମ୍ୟାନେଜମେଣ୍ଟର ଯେଉଁ ଲୋକମାନେ ରହିଲେ ସେମାନେ ସ୍କୁଲକୁ ରେଗୁଲାରଲି ଭିଜିଟ୍ କରିବେ। ଭିଜିଟ୍ ଦି ସ୍କୁଲ ରେଗୁଲାରଲି ଟୁ ଷ୍ଟେ କନେକ୍ଟେଡ୍ ୱିଥ୍ ଟିଚର୍ସ ଆଣ୍ଡ ଷ୍ଟୁଡେଣ୍ଟ। ତ ସେ ସ୍କୁଲକୁ ପ୍ରତିଦିନ ଯିବା ଦରକାର। ଛୁଆମାନେ ଆଉ ସାର୍ମାନଙ୍କ ସହିତ ବୁଝିକି ପରାମର୍ଶ କରିକି ଜାଣିବା ଦରକାର ଯେ ଛୁଆମାନଙ୍କର କେଉଁ ଭଳିଆ କ'ଣ ଇମ୍ପ୍ରୁଭମେଣ୍ଟ ହେଉଛି। ଗାଇଡ୍ ଆଣ୍ଡ ଟ୍ରେନ୍ ଟିଚର୍ସ ଅନ୍ ନ୍ୟୁ ଟେକ୍ନୋଲୋଜି ବା ନ୍ୟୁ ଟେକ୍ନିକ୍ ଟିଚିଂ ମେଥଡ୍ସ ଆଣ୍ଡ ଚେଞ୍ଜ ଇନ୍ ଏଜୁକେସନ୍। ଯେଉଁ ସବୁ ମ୍ୟାନେଜମେଣ୍ଟର ମେମ୍ବର ମାନେ ରହିଲେ ସେ ଟିଚରମାନଙ୍କୁ ଟ୍ରେନ୍ ମେଣ୍ଟର୍ସ ନଟ୍ ଜଷ୍ଟ ବସ୍ ଟୁ ବିଲ୍ଡ ଟ୍ରଷ୍ଟ ଆଣ୍ଡ ଟିମ୍ୱାର୍କ। ତ ସ୍କୁଲରେ ସେମାନେ ଗୋଟେ ମେଣ୍ଟର ଭଳିଆ କାମ କରିବେ, ନୁହେଁ କି ଯେ ବସ୍ ଭଳିଆ ଯେ ସବୁବେଳେ ପାଇଁ ଅର୍ଡ଼ର ଦେଉଥିବ ଇଏ କରୁଥିବ, ସେମିତି ନୁହେଁ। ସେ ଗୋଟେ ମେଣ୍ଟର ଭଳିଆ କାମ କରିବେ ଯାହାଦ୍ୱାରା ସ୍କୁଲର ଯେଉଁ ଟିମ୍ୱାର୍କଟା ବହୁତ ଭଲ ଭାବରେ ଆମର ମ୍ୟାନେଜମେଣ୍ଟ ଆଉ ଟିଚରମାନଙ୍କ ଭିତରେ ଟିମ୍ୱାର୍କ ବହୁତ ଭଲ ଭାବରେ ହେଇପାରିବ ଆଉ ସେମାନଙ୍କ ଭିତରେ ଟ୍ରଷ୍ଟ ମଧ୍ୟ ବିଲ୍ଡ ହେବ। ଟେକ୍ ଫିଡ଼ବ୍ୟାକ୍ ଅପ୍ଟନ୍ ଫ୍ରମ୍ ଦି ଟିଚର୍ସ ଆଣ୍ଡ ଇମ୍ପ୍ରୁଭ୍ ଦି ସ୍କୁଲ ଏନଭାୟରମେଣ୍ଟ। ଯେଉଁ ମ୍ୟାନେଜମେଣ୍ଟର ଯେଉଁ ମେମ୍ବର ମାନେ ଥିବେ ସେ ଟିଚରମାନଙ୍କ ପାଖରୁ ଫିଡ଼ବ୍ୟାକ୍ ନେବେ ଯେ ଛୁଆ କେମିତି କ'ଣ ଇମ୍ପ୍ରୁଭମେଣ୍ଟ କରିପାରିବା ସ୍କୁଲର, କିମ୍ବା ଛୁଆମାନେ କେମିତି ଭଲ ଭାବରେ ପଢ଼ିପାରିବେ, ସ୍କୁଲର ଏନଭାୟରମେଣ୍ଟ କେମିତି ଇମ୍ପ୍ରୁଭ୍ ହେବ ତା ବିଷୟରେ ସେମାନେ ଟିଚରମାନଙ୍କ କତିରୁ ଫିଡ଼ବ୍ୟାକ୍ ନେବେ, ଯାହାଦ୍ୱାରା ଟିଚର ଆଉ ମ୍ୟାନେଜମେଣ୍ଟ ଭିତରେ ରିଲେସନସିପ୍ ଭଲ ହେବ। ବୁଝିପାରିଲ? ଏଇଟା ଛୁଆ ତୁମର ୟୁନିଟ୍ 4 ଥିଲା, ଯେଉଁଟା ଏଠି କମ୍ପ୍ଲିଟ୍ ହେଇଯାଇଛି। ଯଦି ଭିଡ଼ିଓଟା ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ ଆଣ୍ଡ କମେଣ୍ଟରେ ମୋତେ କହିବେ କେଉଁଠି କ'ଣ ବୁଝା ହେଲାନି ସେସବୁ କହିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ ଟିଲ୍ ଦି ଏଣ୍ଡ। ଯଦି ତୁମେ PDF ନୋଟ୍ ପରଚେସ୍ କରିବା ପାଇଁ ଚାହୁଁଥିବ ମୋ ହ୍ୱାଟ୍ସଆପ୍ ନମ୍ବରରେ ତୁମେ ମେସେଜ୍ କରିକି ଏଇଟା ନେଇପାରିବ। ଓନ୍ଲି 390 ରୁପିଜ୍ ପଡ଼ିବ। ତୁମର 2ଟା ପେଡ଼ାଗୋଜି ପେପର୍ ଆଉ ତୁମର 2ଟା ମେନ୍ ପେପର୍। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।